ଆଜିର ଆମର ବିଷୟ ହେଉଛି ଭାରତୀୟ ଜୀବନରେ ବେଦାନ୍ତର କାର୍ଯ୍ୟକାରିତା। ସ୍ୱାମୀ ବିବେକାନନ୍ଦ କହୁଛନ୍ତି, ଆମ ଜାତି ଓ ଧର୍ମର ଅଭିଧାନ ସ୍ୱରୂପ ଗୋଟିଏ ଶବ୍ଦ ପ୍ରଚଳିତ ହୋଇଆସିଛି। ମୁଁ ହିନ୍ଦୁ ଶବ୍ଦକୁ ଲକ୍ଷ୍ୟ କରି ଏହି କଥା କହୁଛି। ବେଦାନ୍ତ ଧର୍ମ କହିଲେ ମୁଁ କ'ଣ ଲକ୍ଷ୍ୟ କରିଥାଏ, ତାହା ବୁଝାଇବା ପାଇଁ ଉକ୍ତ ଶବ୍ଦଟିର ଅର୍ଥ ଭଲ ଭାବରେ ବୁଝାଇବା ଆବଶ୍ୟକ। ପ୍ରାଚୀନ ପାରସିକଗଣ ସିନ୍ଧୁ ନଦୀକୁ ହିନ୍ଦୁ କହୁଥିଲେ। ସଂସ୍କୃତ ଭାଷାରେ ଯେଉଁଠାରେ ସ ଲାଗେ, ପ୍ରାଚୀନ ପାରସିକ ଭାଷାରେ ତାହା ହିଁ ହ ରୂପେ ପରିଣତ ହୋଇଛି। ଏହିପରି ସିନ୍ଧୁରୁ ହିନ୍ଦୁ ହେଲା। ପୁଣି ତୁମେ ସମସ୍ତେ ଜାଣ, ଗ୍ରୀକମାନେ ସ ଉଚ୍ଚାରଣ କରିପାରନ୍ତି ନାହିଁ, ସୁତରାଂ ସେମାନେ ଏକାବେଳକେ ସଟିକୁ ଉଡ଼ାଇଦେଲେ। ଏହିପରି ଆମେ ଇଣ୍ଡିଆନ୍ ନାମରେ ପରିଚିତ ହେଲୁ। ବର୍ତ୍ତମାନ କଥା ଏହି, ପ୍ରାଚୀନ କାଳରେ ଏ ଶବ୍ଦର ଅର୍ଥ ଯାହା ଥାଉ, ଏହା ସିନ୍ଧୁ ନଦୀର ଅପର ପାର୍ଶ୍ୱବାସୀଙ୍କୁ ବୁଝାଉ ବା ଯାହା ହେଉ, ବର୍ତ୍ତମାନ ଉକ୍ତ ଶବ୍ଦର ଆଉ କୌଣସି ସାର୍ଥକତା ନାହିଁ। କାରଣ ବର୍ତ୍ତମାନ ଆଉ ସିନ୍ଧୁ ନଦୀର ଅପର ପାର୍ଶ୍ୱବାସୀଗଣ ଏକ ଧର୍ମାବଲମ୍ବୀ ନୁହନ୍ତି। ଏଠାରେ ବର୍ତ୍ତମାନ ହିନ୍ଦୁ, ମୁସଲମାନ, ପାରସିକ, ଖ୍ରୀଷ୍ଟିଆନ ଏବଂ ଅଳ୍ପ ସଂଖ୍ୟକ ବୌଦ୍ଧ ଓ ଜୈନ ମଧ୍ୟ ବସବାସ କରୁଛନ୍ତି। ହିନ୍ଦୁ ଶବ୍ଦଟିର ବ୍ୟୁତ୍ପତ୍ତିଗତ ଅର୍ଥ ଧରିଲେ ସେମାନେ ସମସ୍ତେ ହିନ୍ଦୁ ବୋଲି କହିବାକୁ ହେବ, କିନ୍ତୁ ଧର୍ମ ହିସାବରେ ସମସ୍ତଙ୍କୁ ହିନ୍ଦୁ ବୋଲି କହିଲେ ଚଳିବ ନାହିଁ। ପୁଣି ଆମର ଧର୍ମ ଯେପରି ନାନା ମତ, ନାନା ଭାବ ଏବଂ ନାନାବିଧ ଅନୁଷ୍ଠାନ ଓ କ୍ରିୟାକଳାପର ସମଷ୍ଟି ସ୍ୱରୂପ, ଏହିସବୁ ଏକ ସଙ୍ଗରେ ରହିଛି, କିନ୍ତୁ ଏଗୁଡ଼ିକର ଗୋଟିଏ ସାଧାରଣ ନାମ ନାହିଁ, ଏଗୁଡ଼ିକର ଗୋଟିଏ ମଣ୍ଡଳୀ ବନ୍ଧନ ନାହିଁ, ଏସବୁର ଗୋଟିଏ ଚର୍ଚ୍ଚ ନାହିଁ। ଏହି କାରଣରୁ ଆମ ଧର୍ମର ଗୋଟିଏ ସାଧାରଣ ବା ସର୍ବବାଦୀ ସମ୍ମତ ନାମ ଦେବା ଅତି କଠିନ। ବୋଧହୁଏ ଏହି ଗୋଟିଏ ମାତ୍ର ବିଷୟରେ ଆମର ସବୁ ସମ୍ପ୍ରଦାୟ ଏକମତ ଯେ ଆମେ ସମସ୍ତେ ଆମ ଶାସ୍ତ୍ର ବେଦରେ ବିଶ୍ୱାସୀ। ଏହା ବୋଧହୁଏ ନିଶ୍ଚିତ ଯେ ଯେଉଁ ବ୍ୟକ୍ତି ବେଦର ସର୍ବୋଚ୍ଚ ପ୍ରାମାଣ୍ୟ ଅସ୍ୱୀକାର କରେ, ତାହାର ନିଜକୁ ହିନ୍ଦୁ ବୋଲି କହିବାର ଅଧିକାର ନାହିଁ। ତୁମେ ସମସ୍ତେ ଜାଣ, ଏହି ବେଦ ସମୂହ ଦୁଇ ଭାଗରେ ବିଭକ୍ତ, କର୍ମକାଣ୍ଡ ଓ ଜ୍ଞାନକାଣ୍ଡ। କର୍ମକାଣ୍ଡରେ ନାନାବିଧ ଯାଗଯଜ୍ଞ ଓ ଅନୁଷ୍ଠାନ ପଦ୍ଧତି ଅଛି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ପ୍ରଚଳିତ ନୁହେଁ। ଜ୍ଞାନକାଣ୍ଡରେ ବେଦର ଆଧ୍ୟାତ୍ମିକ ଉପଦେଶ ସମୂହ ଲିପିବଦ୍ଧ। ଏହା ଉପନିଷଦ ବା ବେଦାନ୍ତ ନାମରେ ପରିଚିତ। ପୁଣି ଦ୍ୱୈତବାଦୀ, ବିଶିଷ୍ଟ ଦ୍ୱୈତବାଦୀ ବା ଅଦ୍ୱୈତବାଦୀ ସମସ୍ତ ଆଚାର୍ଯ୍ୟ ଓ ଦାର୍ଶନିକଗଣ ଏହାକୁ ଉଚ୍ଚତମ ପ୍ରମାଣ ବୋଲି ସ୍ୱୀକାର କରିଯାଇଛନ୍ତି। ଭାରତୀୟ ସମସ୍ତ ଦର୍ଶନ ଓ ସମସ୍ତ ସମ୍ପ୍ରଦାୟକୁ ଦେଖାଇବାକୁ ହୁଏ ଯେ ସେମାନଙ୍କ ଦର୍ଶନ ବା ସମ୍ପ୍ରଦାୟ ଉପନିଷଦ ରୂପକ ଭିତ୍ତି ଉପରେ ପ୍ରତିଷ୍ଠିତ। ଯଦି କେହି ଦେଖାଇ ନ ପାରନ୍ତି, ତେବେ ସେହି ଦର୍ଶନ ବା ସମ୍ପ୍ରଦାୟ ଶିଷ୍ଟାଚାର ବହିର୍ଭୂତ ବୋଲି ପରିଗଣିତ ହେବେ। ସୁତରାଂ ବର୍ତ୍ତମାନ ସମଗ୍ର ଭାରତର ହିନ୍ଦୁଙ୍କ ଯଦି କୌଣସି ସାଧାରଣ ନାମରେ ପରିଚିତ କରିବାକୁ ହେବ, ତେବେ ସେମାନଙ୍କୁ ସମ୍ଭବତଃ ବୈଦାନ୍ତିକ ବା ବୈଦିକ, ଏହି ଦୁଇଟି ମଧ୍ୟରୁ ଯାହା ତୁମମାନଙ୍କର ଇଚ୍ଛା କହିଲେ ହିଁ ଠିକ୍ ହେବ। ପୁଣି ମୁଁ ବୈଦାନ୍ତିକ ଧର୍ମ ଓ ବେଦାନ୍ତ ଶବ୍ଦଦ୍ୱୟ ଏହି ଅର୍ଥରେ ସର୍ବଦା ବ୍ୟବହାର କରିଥାଏ। ଏହାକୁ ଆଉ ଟିକିଏ ସ୍ପଷ୍ଟ କରି ମୁଁ ବୁଝାଇବାକୁ ଚାହେଁ, କାରଣ ବର୍ତ୍ତମାନ ଅନେକଙ୍କ ପକ୍ଷରେ ବେଦାନ୍ତ ଦର୍ଶନର ଅଦ୍ୱୈତ ବ୍ୟାଖ୍ୟାକୁ ବେଦାନ୍ତ ଶବ୍ଦ ସହିତ ସମାନାର୍ଥକ ରୂପରେ ପ୍ରୟୋଗ କରିବା ଗୋଟିଏ ପ୍ରଥା ହୋଇ ଠିଆ ହୋଇଛି। ଆମେ ସମସ୍ତେ ଜାଣୁ, ଉପନିଷଦକୁ ଭିତ୍ତି କରି ଯେଉଁ ସମସ୍ତ ବିଭିନ୍ନ ଦର୍ଶନର ସୃଷ୍ଟି ହୋଇଛି, ଅଦ୍ୱୈତବାଦ ସେମାନଙ୍କ ମଧ୍ୟରେ ଏକମତ। ଅଦ୍ୱୈତବାଦୀମାନେ ଉପନିଷଦ ଉପରେ ଯେତେ ଶ୍ରଦ୍ଧା ଭକ୍ତି ରଖନ୍ତି, ବିଶିଷ୍ଟ ଦ୍ୱୈତବାଦୀମାନେ ସେତିକି ରଖନ୍ତି। ଅଦ୍ୱୈତବାଦୀମାନେ ସେମାନଙ୍କ ଦର୍ଶନ ବେଦାନ୍ତ ପ୍ରମାଣ ଉପରେ ପ୍ରତିଷ୍ଠିତ ବୋଲି ଯେତେ ଦାବି କରନ୍ତି, ବିଶିଷ୍ଟ ଦ୍ୱୈତବାଦୀମାନେ ମଧ୍ୟ ସେତିକି କରନ୍ତି। ଦ୍ୱୈତବାଦୀ ଓ ଅନ୍ୟାନ୍ୟ ଭାରତୀୟ ସମ୍ପ୍ରଦାୟ ସମୂହ ମଧ୍ୟ ଏହିପରି କରିଥାନ୍ତି। ଏହା ସତ୍ତ୍ୱେ ସାଧାରଣ ଲୋକଙ୍କ ମନରେ ବୈଦାନ୍ତିକ ଓ ଅଦ୍ୱୈତବାଦୀ ସମାନାର୍ଥକ ହୋଇ ଠିଆ ହୋଇଛି।
ଏବଂ ସମ୍ଭବତଃ ଏହାର କିଛି କାରଣ ଅଛି। ବେଦ ହିଁ ଆମର ପ୍ରଧାନ ଶାସ୍ତ୍ର ହେଲେ ସୁଦ୍ଧା ବେଦର ପରବର୍ତ୍ତୀ ସ୍ମୃତି ଓ ପୁରାଣ ମଧ୍ୟ ଯେଉଁ ସମସ୍ତରେ ବେଦର ମତ ବିସ୍ତୃତ ଭାବରେ ବ୍ୟାଖ୍ୟାତ ଓ ନାନାବିଧ ଦୃଷ୍ଟାନ୍ତ ଦ୍ୱାରା ସମର୍ଥିତ ହୋଇଛି, ଆମର ଶାସ୍ତ୍ର ଏବଂ ଏଗୁଡ଼ିକ ଅବଶ୍ୟ ବେଦ ବୋଲି ପ୍ରାମାଣିକ ନୁହନ୍ତି। ପୁଣି ଏହା ମଧ୍ୟ ଶାସ୍ତ୍ର ବିଧାନ ଯେ ଶ୍ରୁତି ଏବଂ ପୁରାଣ ଓ ସ୍ମୃତି ମଧ୍ୟରେ ଯେଉଁଠାରେ କୌଣସି ବିରୋଧ ହେବ ସେଠାରେ ଶ୍ରୁତିର ମତ ଗ୍ରହଣ କରିବାକୁ ହେବ ଏବଂ ସ୍ମୃତିର ମତକୁ ପରିତ୍ୟାଗ କରିବାକୁ ହେବ। ବର୍ତ୍ତମାନ ଆମେ ଦେଖିବାକୁ ପାଉ ଅଦ୍ୱୈତ କେଶରୀ ଶଙ୍କରାଚାର୍ଯ୍ୟ ଓ ତତ୍ମତାବଲମ୍ବୀ ଆଚାର୍ଯ୍ୟଗଣଙ୍କ ବ୍ୟାଖ୍ୟାରେ ଅଧିକ ପରିମାଣରେ ଉପନିଷଦ ପ୍ରମାଣ ସ୍ୱରୂପ ଉଦ୍ଧୃତ ହୋଇଛି। କେବଳ ଯେଉଁଠାରେ ଏପରି ବିଷୟର ବ୍ୟାଖ୍ୟା ପ୍ରয়োଜନ ହୋଇଛି ଯାହା ଶ୍ରୁତିରେ କୌଣସି ରୂପେ ପାଇବାର ଆଶା କରାଯାଏ ନାହିଁ, ଏହିପରି ଅଳ୍ପ ସ୍ଥଳରେ କେବଳ ସ୍ମୃତି ବାକ୍ୟ ଉଦ୍ଧୃତ ହୋଇଛି। ଅନ୍ୟାନ୍ୟ ବାଦୀଗଣ କିନ୍ତୁ ଶ୍ରୁତି ଅପେକ୍ଷା ସ୍ମୃତି ଉପରେ ଅଧିକ ପରିମାଣରେ ନିର୍ଭର କରିଛନ୍ତି। ଦ୍ୱୈତବାଦୀ ସମ୍ପ୍ରଦାୟ ସମୂହର ଯେତେ ଅଧିକ ପର୍ଯ୍ୟାଲୋଚନା କରିବା ସେତିକି ଦେଖିବାକୁ ପାଇବା ସେମାନଙ୍କ ଉଦ୍ଧୃତ ସ୍ମୃତିବାକ୍ୟ ଶ୍ରୁତି ତୁଳନାରେ ଏତେ ଅଧିକ ଯେ ବୈଦାନ୍ତିକ ନିକଟରୁ ତାହା ଆଶା କରିବା ଉଚିତ ନୁହେଁ। ବୋଧହୁଏ ଏମାନେ ସ୍ମୃତି ପୁରାଣ ଆଦି ପ୍ରମାଣ ଉପରେ ଏତେ ଅଧିକ ନିର୍ଭର କରିଛନ୍ତି ଯେ ସେଥିପାଇଁ ଅଦ୍ୱୈତବାଦୀ ହିଁ ଖାଣ୍ଟି ବୈଦାନ୍ତିକ ବୋଲି କ୍ରମଶଃ ପରିଗଣିତ ହୋଇଯାଇଛନ୍ତି। ଯାହା ହେଉ, ଆମେ ପୂର୍ବରୁ ଏହା ଦେଖିଛୁ ଯେ ବେଦାନ୍ତ ଶବ୍ଦକୁ ଭାରତୀୟ ସମଗ୍ର ଧର୍ମ ସମଷ୍ଟି ବୁଝିବାକୁ ହେବ। ପୁଣି ଏହା ଯେହେତୁ ବେଦ, ସେହି ହେତୁରୁ ସର୍ବବାଦୀ ସମ୍ମତି କ୍ରମେ ଆମର ପ୍ରାଚୀନତମ ଗ୍ରନ୍ଥ। ଅବଶ୍ୟ ଆଧୁନିକ ପଣ୍ଡିତଗଣଙ୍କ ମତ ଯାହା ହେଉ, ହିନ୍ଦୁମାନେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି ଯେ ବେଦର ଅଧିକାଂଶ ଏକ ସମୟରେ ଏବଂ କେତେକାଂଶ ଅନ୍ୟ ସମୟରେ ଲିଖିତ ହୋଇଛି। ସେମାନେ ବର୍ତ୍ତମାନ ମଧ୍ୟ ଦୃଢ଼ ଭାବରେ ବିଶ୍ୱାସ କରିଥାନ୍ତି ଯେ ସମସ୍ତ ବେଦ ଏକ ସମୟରେ ଉତ୍ପନ୍ନ ହୋଇଥିଲା ଅଥବା ସେଗୁଡ଼ିକ କେବେ ହେଲେ ସୃଷ୍ଟି ହୋଇନଥିଲା। ସେଗୁଡ଼ିକ ଚିରକାଳ ସୃଷ୍ଟିକର୍ତ୍ତାଙ୍କ ମନରେ ବିଦ୍ୟମାନ ଥିଲା। ବେଦାନ୍ତ ଶବ୍ଦରୁ ମୁଁ ସେହି ଅନାଦି ଅନନ୍ତ ଜ୍ଞାନ ରାଶିକୁ ହିଁ ଲକ୍ଷ୍ୟ କରୁଛି। ଭାରତର ଦ୍ୱୈତବାଦ, ବିଶିଷ୍ଟାଦ୍ୱୈତବାଦ ଓ ଅଦ୍ୱୈତବାଦ ସବୁ ଏହାର ଅନ୍ତର୍ଭୁକ୍ତ ହେବ। ସମ୍ଭବତଃ ଆମେ ବୌଦ୍ଧ ଧର୍ମ ଏପରିକି ଜୈନ ଧର୍ମର ଅଂଶବିଶେଷ ଗ୍ରହଣ କରିପାରୁ ଯଦି ଉକ୍ତ ଧର୍ମାବଲମ୍ବୀଗଣ ଅନୁଗ୍ରହପୂର୍ବକ ଆମ ଭିତରକୁ ଆସିବାକୁ ସମ୍ମତ ହୁଅନ୍ତି। ଆମ ହୃଦୟ ତ ଯଥେଷ୍ଟ ପ୍ରଶସ୍ତ, ଆମେ ତ ସେମାନଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ। କାରଣ ବିଶେଷ ଭାବରେ ବିଶ୍ଳେଷଣ କଲେ ତୁମେ ଦେଖିବ ଯେ ବୌଦ୍ଧ ଧର୍ମର ସାରଭାଗ ଏହି ସମସ୍ତ ଉପନିଷଦରୁ ହିଁ ଗୃହୀତ। ଏପରିକି ବୌଦ୍ଧ ଧର୍ମର ନୀତି ତଥାକଥିତ ଅଦ୍ଭୁତ ଓ ମହାନ ନୀତିତତ୍ତ୍ୱ କୌଣସି ନା କୌଣସି ଉପନିଷଦରେ ଅବିକଳ ବିଦ୍ୟମାନ। ସେହିପରି ଜୈନମାନଙ୍କର ଭଲ ଭଲ ମତଗୁଡ଼ିକ ସବୁ ଉପନିଷଦରେ ରହିଛି, କେବଳ ସେମାନଙ୍କର ଅବାନ୍ତର କଥା ସବୁ ନାହିଁ। ପରବର୍ତ୍ତୀ କାଳରେ ଭାରତୀୟ ଧର୍ମଚିନ୍ତାର ଯେଉଁ ସମସ୍ତ ପରିଣତି ହୋଇଛି, ଉପନିଷଦରେ ସେସବୁର ବୀଜ ମଧ୍ୟ ଆମେ ଦେଖିବାକୁ ପାଉ। ସମୟ ସମୟରେ ବିନା ହେତୁବାଦରେ ଏପରି ଅଭିଯୋଗ କରାଯାଇଥାଏ ଯେ ଉପନିଷଦରେ ଭକ୍ତିର ଆଦର୍ଶ ନାହିଁ। ଯେଉଁମାନେ ବିଶେଷ ଭାବରେ ଉପନିଷଦ ଅଧ୍ୟୟନ କରିଥାନ୍ତି ସେମାନେ ଜାଣନ୍ତି ଏହି ଅଭିଯୋଗ କଦାପି ସତ୍ୟ ନୁହେଁ। ପ୍ରତ୍ୟେକ ଉପନିଷଦରେ ହିଁ ଅନୁସନ୍ଧାନ କଲେ ଭକ୍ତିର କଥା ଯଥେଷ୍ଟ ମିଳିବ। ତେବେ ଅନ୍ୟାନ୍ୟ ଅନେକ ବିଷୟ ଯାହା ପରବର୍ତ୍ତୀ କାଳରେ ପୁରାଣ ଓ ଅନ୍ୟାନ୍ୟ ସ୍ମୃତିର ବିଶେଷ ରୂପେ ପରିଣତ ହୋଇ ଫୁଲ ଫଳ ଶୋଭିତ ମହୀରୁହାକାର ଧାରଣ କରିଛି, ଉପନିଷଦରେ ସେଗୁଡ଼ିକ ବୀଜ ରୂପରେ ମାତ୍ର ବିଦ୍ୟମାନ। ଉପନିଷଦରେ ଯେପରି ସେଗୁଡ଼ିକ ଚିତ୍ରର ପ୍ରଥମ ରେଖାପାତ ରୂପେ ଅଥବା କଙ୍କାଳ ରୂପେ ବିଦ୍ୟମାନ, କୌଣସି ନା କୌଣସି ପୁରାଣରେ ଏହି ଚିତ୍ରଗୁଡ଼ିକ ପରିସ୍ଫୁଟ ହୋଇଛନ୍ତି। କଙ୍କାଳ ସମୂହରେ ମାଂସ ଶଣିତ ସଂଯୁକ୍ତ ହୋଇଛି, କିନ୍ତୁ ଏପରି କୌଣସି ସୁପରିଣତ ଭାରତୀୟ ଆଦର୍ଶ ନାହିଁ ଯାହାର ବୀଜ ସେହି ସର୍ବଭାବର ଖଣି ସ୍ୱରୂପ ଉପନିଷଦରେ ନ ମିଳିବ। ସମ୍ୟକ୍ ଭାବରେ ଉପନିଷଦ ଅଧ୍ୟୟନ କରିନଥିବା କେତେକ ବ୍ୟକ୍ତି ଭକ୍ତିବାଦ ବିଦେଶାଗତ ଏହାର ପ୍ରମାଣ ପାଇଁ ହାସ୍ୟାସ୍ପଦ ଚେଷ୍ଟା କରିଛନ୍ତି। କିନ୍ତୁ ତୁମେମାନେ ସମସ୍ତେ ଜାଣ
ସେମାନଙ୍କର ସମସ୍ତ ଚେଷ୍ଟା ବିଫଳ ହୋଇଛି। ତୁମର ଯେତେ ଭକ୍ତିର ପ୍ରୟୋଜନ ସବୁ ହିଁ ଉପନିଷଦରେ କାହିଁକି ସଂହିତାରେ ମଧ୍ୟ ରହିଛି। ଉପାସନା, ପ୍ରେମ, ଭକ୍ତି ତତ୍ତ୍ୱ ଯାହା କିଛି ଆବଶ୍ୟକ ସବୁ ରହିଛି। କେବଳ ଭକ୍ତିର ଆଦର୍ଶ ଉଚ୍ଚରୁ ଉଚ୍ଚତର ହୋଇଛି। ସଂହିତା ଭାଗରେ ସ୍ଥାନେ ସ୍ଥାନେ ଭୀତିପ୍ରସୂତ ଧର୍ମର ଚିହ୍ନ ମିଳେ। ସଂହିତା ଭାଗରେ ସ୍ଥାନେ ସ୍ଥାନେ ଦେଖାଯାଏ ଉପାସକ ବରୁଣ ବା ଅନ୍ୟ କୌଣସି ଦେବତାଙ୍କ ସମ୍ମୁଖରେ ଭୟରେ କମ୍ପୁଛି। ସ୍ଥାନେ ସ୍ଥାନେ ଦେଖାଯାଏ ସେମାନେ ନିଜକୁ ପାପୀ ଭାବି ଅତିଶୟ ଯନ୍ତ୍ରଣା ପାଉଛନ୍ତି। କିନ୍ତୁ ଉପନିଷଦରେ ଏହି ସମସ୍ତ ବର୍ଣ୍ଣନାର ସ୍ଥାନ ନାହିଁ। ଉପନିଷଦରେ ଭୟର ଧର୍ମ ନାହିଁ। ଉପନିଷଦର ଧର୍ମ ପ୍ରେମର, ଉପନିଷଦର ଧର୍ମ ଜ୍ଞାନର। ଏହି ଉପନିଷଦ ସମୂହ ହିଁ ଆମର ଶାସ୍ତ୍ର। ଏଗୁଡ଼ିକ ବିଭିନ୍ନ ଭାବରେ ବ୍ୟାଖ୍ୟାତ ହୋଇଛି। ମୁଁ ତୁମମାନଙ୍କୁ ପୂର୍ବରୁ କହିଛି, ପରବର୍ତ୍ତୀ ପୌରାଣିକ ଶାସ୍ତ୍ର ଓ ବେଦ ମଧ୍ୟରେ ଯେଉଁଠାରେ ପ୍ରଭେଦ ଲକ୍ଷିତ ହେବ ସେଠାରେ ହିଁ ପୁରାଣର ମତ ଅଗ୍ରାହ୍ୟ କରି ବେଦ ମତକୁ ଗ୍ରହଣ କରିବାକୁ ହେବ। କିନ୍ତୁ କାର୍ଯ୍ୟତଃ ଆମେ ଦେଖିବାକୁ ପାଉ, ଆମେ ଶତକଡ଼ା 90 ଜଣ ପୌରାଣିକ ଏବଂ ବାକି ଶତକଡ଼ା 10 ଜଣ ବୈଦିକ, ତାହା ମଧ୍ୟ ହେବ କି ନାହିଁ ସନ୍ଦେହ। ଆହୁରି ଆମେ ଦେଖିବାକୁ ପାଉ ଆମ ମଧ୍ୟରେ ନାନାବିଧ ଅତିଶୟ ବିରୋଧୀ ଆଚାର ସମୂହ ବିଦ୍ୟମାନ। ଦେଖିବାକୁ ପାଉ ଆମ ସମାଜରେ ଏପରି ଧର୍ମମତ ସମୂହ ରହିଛି ଯେଉଁଗୁଡ଼ିକର ହିନ୍ଦୁ ଶାସ୍ତ୍ରରେ କୌଣସି ପ୍ରମାଣ ନାହିଁ। ପୁଣି ଶାସ୍ତ୍ର ପାଠରୁ ଆମେ ଦେଖୁ ଓ ଦେଖି ଆଶ୍ଚର୍ଯ୍ୟ ହେଉ ଯେ ଆମ ଦେଶର ଅନେକ ସ୍ଥଳରେ ଏପରି ପ୍ରଥା ସମୂହ ପ୍ରଚଳିତ ଯାହାର ପ୍ରମାଣ ବେଦ, ସ୍ମୃତି, ପୁରାଣରେ କୁତ୍ରାପି ନାହିଁ। ସେଗୁଡ଼ିକ କେବଳ ବିଶେଷ ବିଶେଷ ଦେଶାଚାର ମାତ୍ର। ତଥାପି ପ୍ରତ୍ୟେକ ଅଜ୍ଞ ଗ୍ରାମବାସୀ ମନେକରେ ଯଦି ତାହାର ଗ୍ରାମ୍ୟ ଆଚାରଟି ଉଠିଯାଏ ତାହେଲେ ସେ ଆଉ ହିନ୍ଦୁ ହୋଇ ରହିବ ନାହିଁ। ତା ମନରେ ବୈଦାନ୍ତିକ ଧର୍ମ ଓ ଏହି ସମସ୍ତ କ୍ଷୁଦ୍ର କ୍ଷୁଦ୍ର ଦେଶାଚାର ଅଛେଦ୍ୟ ଭାବରେ ଜଡ଼ିତ। ଶାସ୍ତ୍ର ପାଠ କରି ମଧ୍ୟ ସେ ବୁଝିପାରେ ନାହିଁ ଯେ ସେ ଯାହା କରିଛି ସେଥିରେ ଶାସ୍ତ୍ରର ସମ୍ମତି ନାହିଁ। ତାହା ପକ୍ଷରେ ଏହା ବୁଝିବା ଅତି କଠିନ ହୋଇଉଠେ ଯେ ଏହି ସମସ୍ତ ଆଚାର ପରିତ୍ୟାଗ କଲେ ତାହାର କିଛି କ୍ଷତି ହେବ ନାହିଁ, ବରଂ ସେଥିରେ ତାହାର ପୂର୍ବାପେକ୍ଷା ଅଧିକତର ମନସ୍ରୋତ ପ୍ରକାଶିତ ହେବ। ଦ୍ୱିତୀୟତଃ ଆଉ ଏକ ଅଡ଼ୁଆ ହେଉଛି ଆମର ଶାସ୍ତ୍ର ଅତି ବୃହତ୍ ଓ ଅସଂଖ୍ୟ। ପତଞ୍ଜଳି ପ୍ରଣୀତ ମହାଭାଷ୍ୟ ନାମକ ବ୍ୟାକରଣ ଶାସ୍ତ୍ରରେ ଆମେ ପାଠ କରିଛୁ ଯେ ସାମବେଦର ସହସ୍ର ଶାଖା ଥିଲା। ସେ ସମସ୍ତ କେଉଁଆଡ଼େ ଗଲା କେହି ତାହା ଜାଣନ୍ତି ନାହିଁ। ପ୍ରତ୍ୟେକ ବେଦ ସମ୍ବନ୍ଧରେ ତଦ୍ରୂପ। ଏହି ସମସ୍ତ ଗ୍ରନ୍ଥରୁ ଅଧିକାଂଶ ଲୋପ ପାଇଛି, ସାମାନ୍ୟ ଅଂଶ ହିଁ ଆମ ନିକଟରେ ରହିଛି। ଏକ ଏକ ଋଷି ପରିବାର ଏକ ଏକ ଶାଖାର ଭାର ଗ୍ରହଣ କରିଥିଲେ। ଏହି ସମସ୍ତ ପରିବାର ମଧ୍ୟରୁ ଅଧିକାଂଶଙ୍କର ହୁଏତ ସ୍ୱାଭାବିକ ନିୟମ ଅନୁସାରେ ବଂଶଲୋପ ହୋଇଛି ଅଥବା ବୈଦେଶିକ ଅତ୍ୟାଚାରରେ ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ବିନାଶ ଘଟିଛି। ପୁଣି ସେମାନଙ୍କ ସଙ୍ଗେ ସଙ୍ଗେ ସେମାନେ ଯେଉଁ ବେଦର ଶାଖା ବିଶେଷର ରକ୍ଷଣ ପାଇଁ ଭାର ଗ୍ରହଣ କରିଥିଲେ ତାହା ମଧ୍ୟ ଲୋପ ପାଇଛି। ଏହି ବିଷୟଟି ଆମର ବିଶେଷ ଭାବରେ ସ୍ମରଣ ରଖିବା ଆବଶ୍ୟକ। କାରଣ ଯେଉଁମାନେ କିଛି ନୂତନ ବିଷୟ ପ୍ରଚାର କରିବାକୁ ଅଥବା ବେଦର ବିରୋଧୀ କୌଣସି ବିଷୟ ସମର୍ଥନ କରିବାକୁ ଚାହାନ୍ତି ସେମାନଙ୍କ ପକ୍ଷରେ ଏହି ଯୁକ୍ତିଟି ଚରମ ଅବଲମ୍ବନ ସ୍ୱରୂପ ରହିଛି। ଯେତେବେଳେ ଭାରତରେ ଶ୍ରୁତି ଓ ଦେଶାଚାର ସମ୍ବନ୍ଧରେ ତର୍କ ଉପସ୍ଥିତ ହୁଏ ଏବଂ ଯେତେବେଳେ ଦେଖାଇବାକୁ ହୁଏ ଯେ ଏହି ଦେଶାଚାରଟି ଶ୍ରୁତିର ବିରୁଦ୍ଧ ଅଟେ, ସେତେବେଳେ ଅପରପକ୍ଷ ଏହି ଉତ୍ତର ଦେଇଥାନ୍ତି ଯେ ନା, ତାହା ଶ୍ରୁତି ବିରୁଦ୍ଧ ନୁହେଁ, ତାହା ଶ୍ରୁତିର ସେହି ସମସ୍ତ ଶାଖାରେ ଥିଲା ଯେଉଁଗୁଡ଼ିକ ବର୍ତ୍ତମାନ ଲୋପ ପାଇଛି। ସେହି ପ୍ରଥାଟି ମଧ୍ୟ ବେଦସମ୍ମତ। ଶାସ୍ତ୍ରର ଏହି ସମସ୍ତ ନାନାବିଧ ଟୀକା ଟିପ୍ପଣୀ ଭିତରୁ କୌଣସି ସାଧାରଣ ସୂତ୍ର ବାହାର କରିବା ଅବଶ୍ୟ ବିଶେଷ କଠିନ। କିନ୍ତୁ ଆମେ ଏହା ସହଜରେ ବୁଝିପାରୁ ଯେ ଏହି ସମସ୍ତ ନାନାବିଧ ବିଭାଗ ଓ ଉପବିଭାଗ ମଧ୍ୟରେ ଗୋଟିଏ ସାଧାରଣ ଭିତ୍ତି ନିଶ୍ଚୟ ଅଛି। ଏହି ସମସ୍ତ କ୍ଷୁଦ୍ର କ୍ଷୁଦ୍ର ଗୃହ ନିଶ୍ଚୟ କୌଣସି ସାଧାରଣ ଆଦର୍ଶରେ ନିର୍ମିତ ହୋଇଛି। ଆମେ ଯାହାକୁ ଆମର ଧର୍ମ ବୋଲି କହୁ ସେହି ଆପାତ ବିଶୃଙ୍ଖଳ ମତ ସମଷ୍ଟିର ନିଶ୍ଚୟ କୌଣସି ସାଧାରଣ ଭିତ୍ତି ଅଛି। ତାହା ନହେଲେ ତାହା ଏତେ ଦିନ ଧରି ତିଷ୍ଠି ରହିପାରିନଥାନ୍ତା। ପୁଣି ଆମର ଭାଷ୍ୟକାରମାନଙ୍କର ଭାଷ୍ୟ ଆଲୋଚନା କରିବାକୁ ଗଲେ ଆଉ ଗୋଟିଏ ଅଡ଼ୁଆ ପହଞ୍ଚେ।
ଅଦ୍ୱୈତବାଦୀ ଭାଷ୍ୟକାର ଯେତେବେଳେ ଅଦ୍ୱୈତ ପର ଶ୍ରୁତି ଅଂଶର ବ୍ୟାଖ୍ୟା କରନ୍ତି ସେତେବେଳେ ସେ ତାହାର ସହଜିଆ ଅର୍ଥ କରନ୍ତି, କିନ୍ତୁ ସେ ପୁଣି ଯେତେବେଳେ ଦ୍ୱୈତପର ଶ୍ରୁତି ଅଂଶର ବ୍ୟାଖ୍ୟାରେ ପ୍ରବୃତ୍ତ ହୁଅନ୍ତି ସେତେବେଳେ ସେ ତାହାର ଶବ୍ଦାର୍ଥର ବ୍ୟତ୍ୟୟ ଘଟାଇ ସେଥିରୁ ଅଦ୍ଭୁତ ଅଦ୍ଭୁତ ଅର୍ଥ ବାହାର କରନ୍ତି। ଭାଷ୍ୟକାର ନିଜ ମନ ମୁତାବକ ଅର୍ଥ ବାହାର କରିବା ପାଇଁ ସମୟେ ସମୟେ ଅଜା ଅର୍ଥାତ୍ ଜନ୍ମରହିତ ଶବ୍ଦର ଅର୍ଥ ଛାଗଳ କରିଅଛନ୍ତି। କି ଅଦ୍ଭୁତ ପରିବର୍ତ୍ତନ! ଦ୍ୱୈତବାଦୀ ଭାଷ୍ୟକାରମାନେ ମଧ୍ୟ ସେହିପରି। ଏପରିକି ଏହା ଅପେକ୍ଷା ଆହୁରି ବିକୃତ ଭାବରେ ଶ୍ରୁତିର ବ୍ୟାଖ୍ୟା କରିଛନ୍ତି। ଯେଉଁଠି ଯେଉଁଠି ସେମାନେ ଦ୍ୱୈତପର ଶ୍ରୁତି ପାଇଛନ୍ତି ସେଗୁଡ଼ିକ ଯଥାଯଥ ରଖିଦେଇଛନ୍ତି, କିନ୍ତୁ ଯେଉଁଠାରେ ଅଦ୍ୱୈତବାଦର କଥା ଆସିଛି ସେଠାରେ ସେମାନେ ସେହି ସମସ୍ତ ଶ୍ରୁତି ଅଂଶର ଯାହା ଇଚ୍ଛା ତାହା ବ୍ୟାଖ୍ୟା କରିଛନ୍ତି। ଏହି ସଂସ୍କୃତ ଭାଷା ଏତେ ଜଟିଳ, ବୈଦିକ ସଂସ୍କୃତ ଏତେ ପ୍ରାଚୀନ, ସଂସ୍କୃତ ଶବ୍ଦ ଶାସ୍ତ୍ର ଏତେ ସୁପରିଣତ ଯେ ଗୋଟିଏ ଶବ୍ଦର ଅର୍ଥ ନେଇ ଯୁଗ ଯୁଗାନ୍ତର ଧରି ତର୍କ ଚାଲିପାରେ। କୌଣସି ପଣ୍ଡିତଙ୍କର ଯଦି ଖିଆଲ ହୁଏ ତେବେ ସେ ଯେକୌଣସି ବ୍ୟକ୍ତିର ପ୍ରଳାପୋକ୍ତିକୁ ମଧ୍ୟ ଯୁକ୍ତି ବଳରେ ଏବଂ ଶାସ୍ତ୍ର ବ୍ୟାକରଣର ନିୟମ ଉଦ୍ଧୃତ କରି ଶୁଦ୍ଧ ସଂସ୍କୃତ କରି ଥୋଇପାରନ୍ତି। ଉପନିଷଦ ବୁଝିବା ପାଇଁ ଏହି ସମସ୍ତ ବାଧାବିଘ୍ନ ଅଛି। ବିଧାତାଙ୍କ ଇଚ୍ଛାରୁ ମୁଁ ଏପରି ଜଣେ ବ୍ୟକ୍ତିଙ୍କ ସଙ୍ଗଲାଭର ସୁଯୋଗ ପାଇଥିଲି ଯିଏ ଏକ ଦିଗରେ ଯେପରି ଘୋର ଦ୍ୱୈତବାଦୀ ସେହିପରି ଅପର ଦିଗରେ ଘୋର ଅଦ୍ୱୈତବାଦୀ ଥିଲେ। ସେ ଏକ ଦିଗରେ ଯେପରି ପରମ ଭକ୍ତ ଅପର ଦିଗରେ ସେହିପରି ପରମ ଜ୍ଞାନୀ ଥିଲେ। ସେହି ବ୍ୟକ୍ତିଙ୍କର ଶିକ୍ଷା ଫଳରେ ହିଁ ମୁଁ ପ୍ରଥମେ ଉପନିଷଦ ଓ ଅନ୍ୟାନ୍ୟ ଶାସ୍ତ୍ର କେବଳ ଅନ୍ଧ ଭାବରେ ଭାଷ୍ୟକାରମାନଙ୍କୁ ଅନୁସରଣ ନ କରି ସ୍ୱାଧୀନ ଭାବରେ ଉତ୍କୃଷ୍ଟତର ରୂପେ ବୁଝିବା ପାଇଁ ଶିଖିଛି। ପୁଣି ମୁଁ ଏ ବିଷୟରେ ଯାହା କିଛି ସାମାନ୍ୟ ଅନୁସନ୍ଧାନ କରିଛି ସେଥିରୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ ଏହି ସମସ୍ତ ଶାସ୍ତ୍ର ବାକ୍ୟ ପରସ୍ପର ବିରୋଧୀ ନୁହେଁ। ସୁତରାଂ ଆମ ଶାସ୍ତ୍ରର ବିକୃତ ବ୍ୟାଖ୍ୟା କରିବାର କୌଣସି ପ୍ରୟୋଜନ ନାହିଁ। ଶ୍ରୁତି ବାକ୍ୟଗୁଡ଼ିକ ଅତି ମନୋରମ, ଅତି ଅଦ୍ଭୁତ ଏବଂ ସେଗୁଡ଼ିକ ପରସ୍ପର ବିରୋଧୀ ନୁହେଁ। ଏମାନଙ୍କ ମଧ୍ୟରେ ଅପୂର୍ବ ସାମଞ୍ଜସ୍ୟ ବିଦ୍ୟମାନ। ଗୋଟିଏ ତତ୍ତ୍ୱ ଯେପରି ଅପରଟିର ସୋପାନ ସ୍ୱରୂପ। ମୁଁ ଏହି ସମସ୍ତ ଉପନିଷଦରେ ଗୋଟିଏ ବିଷୟ ବିଶେଷ ଭାବରେ ଲକ୍ଷ୍ୟ କରିଛି ଯେ ପ୍ରଥମେ ଦ୍ୱୈତ ଭାବର କଥା, ଉପାସନା ପ୍ରଭୃତି ଆରମ୍ଭ ହୋଇଛି, ଶେଷରେ ଅପୂର୍ବ ଅଦ୍ୱୈତ ଭାବର ଉଚ୍ଛ୍ୱାସରେ ଏହା ସମାପ୍ତ ହୋଇଛି। ସୁତରାଂ ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ଜୀବନର ଆଲୋକରେ ମୁଁ ଦେଖୁଛି ଯେ ଦ୍ୱୈତବାଦୀ ଓ ଅଦ୍ୱୈତବାଦୀଙ୍କର ପରସ୍ପର ବିବାଦ କରିବାର କୌଣସି ପ୍ରୟୋଜନ ନାହିଁ। ଉଭୟଙ୍କର ଜାତୀୟ ଜୀବନରେ ବିଶେଷ ସ୍ଥାନ ଅଛି। ଦ୍ୱୈତବାଦୀ ରହିବେ, ଅଦ୍ୱୈତବାଦୀଙ୍କ ପରି ଦ୍ୱୈତବାଦୀମାନଙ୍କର ମଧ୍ୟ ଜାତୀୟ ଧର୍ମ ଜୀବନରେ ବିଶେଷ ସ୍ଥାନ ଅଛି। ଗୋଟିକୁ ଛାଡ଼ି ଅନ୍ୟଟି ରହିପାରିବ ନାହିଁ। ଗୋଟିଏ ଅନ୍ୟଟିର ପରିଣତି ସ୍ୱରୂପ। ଗୋଟିଏ ଯେପରି ଗୃହ, ଅନ୍ୟଟି ତାହାର ଛାତ ସ୍ୱରୂପ। ଗୋଟିଏ ମୂଳ ହେଲେ ଅନ୍ୟଟି ଫଳ ସ୍ୱରୂପ। ଉପନିଷଦର ଶବ୍ଦାର୍ଥ ବିପର୍ଯ୍ୟୟ କରିବାର ଚେଷ୍ଟା ମୋତେ ହାସ୍ୟାସ୍ପଦ ବୋଧ ହୁଏ, କାରଣ ମୁଁ ଦେଖିପାରେ ତାହାର ଭାଷା ହିଁ ଅପୂର୍ବ। ଶ୍ରେଷ୍ଠତମ ଦର୍ଶନ ହିସାବରେ ଏହାର ଗୌରବକୁ ବାଦ ଦେଲେ ମଧ୍ୟ ମାନବ ଜାତିକୁ ମୁକ୍ତିପଥ ପ୍ରଦର୍ଶକ ଧର୍ମ ବିଜ୍ଞାନ ରୂପେ ଏହାର ଅଦ୍ଭୁତ ଗୌରବକୁ ବାଦ ଦେଲେ ସୁଦ୍ଧା ଔପନିଷଦିକ ସାହିତ୍ୟରେ ଯେପରି ମହାନ ଭାବର ଅତି ଅପୂର୍ବ ଚିତ୍ର ଅଛି, ଜଗତରେ ଅନ୍ୟ କୌଣସିଠାରେ ସେପରି ନାହିଁ। ଏହିଠାରେ ହିଁ ମନୁଷ୍ୟ ମନର ସେହି ପ୍ରବଳ ବିଶେଷତ୍ୱ, ସେହି ଅନ୍ତର୍ଦୃଷ୍ଟି ପରାୟଣ ହିନ୍ଦୁମାନଙ୍କର ବିଶେଷ ପରିଚୟ ମିଳେ। ଅନ୍ୟ ସମସ୍ତ ଜାତି ଭିତରେ ଏହି ମହାନ ଭାବର ଚିତ୍ର ଅଙ୍କିତ କରିବାର ଚେଷ୍ଟା ଦେଖାଯାଏ, କିନ୍ତୁ ପ୍ରାୟ ସର୍ବତ୍ର ଦେଖିବ ସେମାନେ ବାହ୍ୟ ପ୍ରକୃତିର ମହାନ ଭାବକୁ ଗ୍ରହଣ କରିବା ପାଇଁ ଚେଷ୍ଟା କରିଛନ୍ତି। ଉଦାହରଣ ସ୍ୱରୂପ ମିଲ୍ଟନ, ଦାନ୍ତେ, ହୋମର ବା ଅନ୍ୟ ଯେକୌଣସି ପାଶ୍ଚାତ୍ୟ କବିଙ୍କ କାବ୍ୟ ପର୍ଯ୍ୟାଲୋଚନା କରାଯାଉ, ସେମାନଙ୍କ କାବ୍ୟରେ ସ୍ଥାନେ ସ୍ଥାନେ ମହତ୍ତ୍ୱ ଭାବବ୍ୟଞ୍ଜକ ଅପୂର୍ବ ଶ୍ଳୋକାବଳୀ ଦେଖିବାକୁ ମିଳେ, କିନ୍ତୁ ସେଥିରେ ସର୍ବତ୍ର ଇନ୍ଦ୍ରିୟଗ୍ରାହ୍ୟ ବହି ପ୍ରକୃତିର ବର୍ଣ୍ଣନା କରିବା ପାଇଁ ଚେଷ୍ଟା, ବହି ପ୍ରକୃତିର ବିଶାଳ ଭାବ, ଦେଶକାଳର ଅନନ୍ତ ଭାବର ବର୍ଣ୍ଣନା। ଆମେ ବେଦର ସଂହିତା ଭାଗରେ ମଧ୍ୟ ଏହି ଚେଷ୍ଟା ଦେଖିବାକୁ ପାଉ। ସୃଷ୍ଟି ପ୍ରଭୃତି ବର୍ଣ୍ଣନାତ୍ମକ କେତେଗୁଡ଼ିଏ ଅପୂର୍ବ ଋଙ୍ଗ୍ ମନ୍ତ୍ରରେ ବାହ୍ୟ ପ୍ରକୃତିର ମହାନ ଭାବ
ଦେଶକାଳର ଅନନ୍ତତ୍ୱ ଯେତେ ଦୂର ସମ୍ଭବ ଉଚ୍ଚକୋଟି ଭାଷାରେ ବର୍ଣ୍ଣନା କରାଯାଇଛି। କିନ୍ତୁ ସେମାନେ ଯେତେବେଳେ ଶୀଘ୍ର ଦେଖିପାରିଲେ ଯେ ଏହି ଉପାୟରେ ଅନନ୍ତ ସ୍ୱରୂପକୁ ଧରିହେବ ନାହିଁ, ବୁଝିପାରିଲେ ସେମାନଙ୍କ ମନର ଯେଉଁ ଭାବସମୂହ ସେମାନେ ଭାଷାରେ ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି, ଅନନ୍ତ ଦେଶ, ଅନନ୍ତ ବିସ୍ତାର ଓ ଅନନ୍ତ ବାହ୍ୟ ପ୍ରକୃତିକୁ ମଧ୍ୟ ସେମାନେ ଭାଷାରେ ପ୍ରକାଶ କରିବା ପାଇଁ ଅକ୍ଷମ, ସେତେବେଳେ ସେମାନେ ଜଗତ ସମସ୍ୟା ବ୍ୟାଖ୍ୟାର ଅନ୍ୟ ପଥ ଅବଲମ୍ବନ କଲେ। ଉପନିଷଦର ଭାଷା ନୂତନ ମୂର୍ତ୍ତି ଧାରଣ କଲା। ଉପନିଷଦର ଭାଷା ଏକ ପ୍ରକାର ନାସ୍ତିଭାବଦ୍ୟୋତକ, ସ୍ଥାନେ ସ୍ଥାନେ ଅସ୍ଫୁଟ, ତାହା ଯେପରି ତୁମକୁ ଅତୀନ୍ଦ୍ରିୟ ରାଜ୍ୟକୁ ନେଇଯାଏ। ତୁମ ବୋଧ ଶକ୍ତି ବାହାରେ ତୁମକୁ ଏକ ଅନୁଭବାତୀତ ଅତୀନ୍ଦ୍ରିୟ ବସ୍ତୁର ଅଙ୍ଗୁଳି ନିର୍ଦ୍ଦେଶ ମାତ୍ର ଦିଏ। ତଥାପି ତୁମର ସେହି ବସ୍ତୁର ଅସ୍ତିତ୍ୱ ସମ୍ବନ୍ଧରେ କୌଣସି ସନ୍ଦେହ ରହେ ନାହିଁ। ଜଗତରେ ଏପରି କବିତା ନାହିଁ ଯାହା ସହିତ କଠୋପନିଷଦର ଗୋଟିଏ ଶ୍ଲୋକର ତୁଳନା ହୋଇପାରେ। ନ ତତ୍ର ସୂର୍ଯ୍ୟ ଭାତି ନ ଚନ୍ଦ୍ର ତାରକମ୍ ନେମା ବିଦ୍ୟୁତ ଭାନ୍ତି କୁତୟମ୍ ଅଗ୍ନି। ସେଠାରେ ସୂର୍ଯ୍ୟ କିରଣ ଦିଏ ନାହିଁ, ଚନ୍ଦ୍ର ତାରା ମଧ୍ୟ ନୁହନ୍ତି, ଏହି ବିଦ୍ୟୁତ୍ ମଧ୍ୟ ସେହି ସ୍ଥାନକୁ ଆଲୋକିତ କରିପାରେ ନାହିଁ। ଆଉ ଏହି ସାମାନ୍ୟ ଅଗ୍ନିର କଥା ବା କ'ଣ? ଜଗତର କ'ଣ ଅନ୍ୟ କେଉଁଠାରେ ଏଭଳି ଭାବରେ ସମଗ୍ର ଜଗତର ସମଗ୍ର ଦାର୍ଶନିକ ଭାବର ସମ୍ପୂର୍ଣ୍ଣତର ଚିତ୍ର ପାଇବ? ହିନ୍ଦୁ ଜାତିର ସମଗ୍ର ଚିନ୍ତା, ମାନବ ଜାତିର ମୁଖ୍ୟ ଆକାଂକ୍ଷାର ସମସ୍ତ କଳ୍ପନାର ସାରାଂଶ ଯେପରି ଅଦ୍ଭୁତ ଭାଷାରେ ଚିତ୍ରିତ ହୋଇଛି, ଯେପରି ଅପୂର୍ବ ରୂପରେ ବର୍ଣ୍ଣିତ ହୋଇଛି, ଏପରି ଆଉ କେଉଁଠାରେ ପାଇବେ? ମୁଣ୍ଡକ ଉପନିଷଦରେ ଅଛି, ଗୋଟିଏ ବୃକ୍ଷରେ ଦୁଇଟି ସୁନ୍ଦର ପକ୍ଷଯୁକ୍ତ ପକ୍ଷୀ ରହିଛନ୍ତି। ଉଭୟ ପରସ୍ପର ପ୍ରତି ସଖ୍ୟ ଭାବାପନ୍ନ। ଦୁହିଁଙ୍କ ମଧ୍ୟରୁ ଗୋଟିଏ ସେହି ବୃକ୍ଷରୁ ଫଳ ଖାଉଛି, ଅନ୍ୟଟି ନ ଖାଇ ସ୍ଥିର ଭାବରେ ନୀରବରେ ବସି ରହିଛି। ନିମ୍ନ ଶାଖାରେ ଉପବିଷ୍ଟ ପକ୍ଷୀ କେତେବେଳେ ମଧୁର, କେତେବେଳେ ବା କଟୁ ଫଳ ଭୋଜନ କରୁଛି ଏବଂ ସେଥିପାଇଁ କେତେବେଳେ ସୁଖୀ, କେତେବେଳେ ବା ଦୁଃଖୀ ହେଉଛି। କିନ୍ତୁ ଉପରିସ୍ଥ ଶାଖାରେ ଉପବିଷ୍ଟ ପକ୍ଷୀ ସ୍ଥିର ଗମ୍ଭୀର ଭାବରେ ବସି ରହିଛି। ସେ ଭଲ ମନ୍ଦ କୌଣସି ଫଳ ଖାଉନାହିଁ। ସେ ସୁଖ ଦୁଃଖ ଉଭୟ ପ୍ରତି ଉଦାସୀନ, ନିଜ ମହିମାରେ ମଗ୍ନ ହୋଇ ଅବସ୍ଥିତ। ଏହି ପକ୍ଷୀଦ୍ୱୟ ଜୀବାତ୍ମା ଓ ପରମାତ୍ମା। ମନୁଷ୍ୟ ଇହ ଜୀବନରେ ସ୍ୱାଦୁ ଅସ୍ୱାଦୁ ଫଳ ଭୋଜନ କରୁଛି। ସେ କାଞ୍ଚନର ଅନ୍ୱେଷଣରେ ମତ୍ତ, ସେ ଇନ୍ଦ୍ରିୟ ପଛରେ ଧାବମାନ, ସଂସାରର କ୍ଷଣିକ ବୃଥା ସୁଖ ପାଇଁ ମରିପଡ଼ି ପାଗଳ ପରି ଛୁଟୁଛି। ଅନ୍ୟ ଆଉ ଏକ ସ୍ଥାନରେ ଉପନିଷଦ ସାରଥୀ ଓ ତାହାର ଅସଂଯତ ଦୁଇ ଅଶ୍ଵ ସଙ୍ଗେ ମାନବର ଏହି ଇନ୍ଦ୍ରିୟ ସୁଖ ଅନ୍ୱେଷଣକୁ ତୁଳନା କରିଛନ୍ତି। ମନୁଷ୍ୟ ଏହିପରି ଜୀବନର ବୃଥା ସୁଖ ଅନୁସନ୍ଧାନର ଚେଷ୍ଟାରେ ଛୁଟୁଛି। ଜୀବନର ଉଷାକାଳରେ ମନୁଷ୍ୟ କେତେ ସୁନାର ସ୍ୱପ୍ନ ଦେଖିଥାଏ, କିନ୍ତୁ ଶୀଘ୍ର ସେ ବୁଝିପାରେ ସେଗୁଡ଼ିକ ସ୍ୱପ୍ନ ମାତ୍ର। ବାର୍ଦ୍ଧକ୍ୟ ଉପସ୍ଥିତ ହେଲେ ସେ ତାହାର ଅତୀତ କର୍ମସମୂହର ରୋମନ୍ଥନ କରିଥାଏ, ପୁନରାବୃତ୍ତି କରିଥାଏ। କିନ୍ତୁ କିପରି ଏହି ଘୋର ସଂସାର ଜାଲରୁ ତ୍ରାଣ ପାଇବ, ତାହାର କିଛି ମାତ୍ର ଉପାୟ ଖୋଜି ପାଇନାହିଁ। ମନୁଷ୍ୟର ଏହା ହିଁ ନିୟତି। କିନ୍ତୁ ସମସ୍ତ ମନୁଷ୍ୟଙ୍କ ଜୀବନରେ ସମୟ ସମୟରେ ଏପରି ମାହେନ୍ଦ୍ର ମୁହୂର୍ତ୍ତ ଆସିଥାଏ। ଗଭୀରତମ ଶୋକରେ, ଏପରିକି ଗଭୀରତମ ଆନନ୍ଦ ସମୟରେ ମନୁଷ୍ୟର ଏପରି ମାହେନ୍ଦ୍ର ଯୋଗ ଆସି ଉପସ୍ଥିତ ହୁଏ, ଯେତେବେଳେ ସେହି ସୂର୍ଯ୍ୟାଲୋକ ଅବରୋଧକାରୀ ମେଘରୁ ଖଣ୍ଡେ ଯେପରି କ୍ଷଣକ ପାଇଁ ଅପସରିଯାଏ, ସେତେବେଳେ ଆମେ ଆମର ଏହି ସୀମାବଦ୍ଧ ଭାବ ସତ୍ତ୍ୱେ କିଛି କ୍ଷଣ ପାଇଁ ସେହି ସର୍ବାତୀତ ସତ୍ତାର ଚକିତବତ୍ ଦର୍ଶନ ଲାଭ କରୁ। ଦୂରରେ, ବହୁ ଦୂରରେ, ପଞ୍ଚେନ୍ଦ୍ରିୟାବଦ୍ଧ ଜୀବନର ଅନେକ ପଶ୍ଚାତରେ, ବହୁ ଦୂରରେ, ଏହି ସଂସାରର ବ୍ୟର୍ଥ ଭୋଗ, ଏହାର ସୁଖ ଦୁଃଖରୁ ଅନେକ ଦୂରରେ, ବହୁ ଦୂରରେ, ପ୍ରକୃତିର ପରପାରରେ, ଇହଲୋକରେ ବା ପରଲୋକରେ ଆମେ ଯେଉଁ ସୁଖ ଭୋଗର କଳ୍ପନା କରିଥାଉ, ତାହାଠାରୁ ବହୁ ଦୂରରେ, ବିତ୍ତୈଷଣା, ଲୋକୈଷଣା, ପ୍ରଜୈଷଣା ଠାରୁ ଅନେକ ଦୂରରେ। ସେତେବେଳେ ମନୁଷ୍ୟ କ୍ଷଣିକ ପାଇଁ ଦିବ୍ୟ ଦୃଷ୍ଟି ଲାଭ କରି ସ୍ଥିର ଭାବ ଅବଲମ୍ବନ କରେ। ସେ ସେତେବେଳେ ବୃକ୍ଷର ଉପରି ଭାଗରେ ଅବସ୍ଥିତ ଅପର ପକ୍ଷୀକୁ ଶାନ୍ତ ଓ ମହିମାମୟ ରୂପରେ ଅବଲୋକନ କରେ। ସେ ଦେଖେ, ସେ ସ୍ୱାଦୁ ଅସ୍ୱାଦୁ କୌଣସି ଫଳ ଭୋଜନ କରୁନାହିଁ। ସେ ନିଜ ମହିମାରେ ନିଜେ ବିଭୋର, ଆତ୍ମତୃପ୍ତ,
ଯେପରି ଗୀତାରେ ଉକ୍ତ ହୋଇଛି, ୟସ୍ତ୍ୱାତ୍ମରତିରେବ ସ୍ୟାତ୍ ଆତ୍ମତୃପ୍ତଶ୍ଚ ମାନବଃ ଆତ୍ମନ୍ୟୈବ ଚ ସନ୍ତୁଷ୍ଟଃ ତସ୍ୟ କାର୍ଯ୍ୟଂ ନ ବିଦ୍ୟତେ। ଯେ ଆତ୍ମରତି ଆତ୍ମତୃପ୍ତ ଆତ୍ମାରେ ହିଁ ସନ୍ତୁଷ୍ଟ, ତାହାର ଆଉ କି କାର୍ଯ୍ୟ ଅବଶିଷ୍ଟ ଥାଏ? ସେ ଆଉ କେଉଁ ବୃଥା କାର୍ଯ୍ୟ କରି ସମୟ ଅତିବାହିତ କରିବେ? ଥରକ ପାଇଁ ଚକିତ ଭାବରେ ବ୍ରହ୍ମ ଦର୍ଶନ କରିବା ପରେ ପୁଣି ସେ ଭୁଲିଯାଏ। ପୁଣି ସଂସାର ବୃକ୍ଷର ସ୍ୱାଦୁ ଅସ୍ୱାଦୁ ଫଳ ଭୋଜନ କରିଥାଏ। ଆଉ ସେତେବେଳେ ତାହାର କିଛି ସ୍ମରଣ ନଥାଏ। ପୁଣି ହୁଏତ କିଛି ଦିନ ପରେ ସେ ଆଉ ଥରେ ପୂର୍ବ ପରି ବ୍ରହ୍ମର ଚକିତ ଦର୍ଶନ ଲାଭ କରେ ଏବଂ ଯେତେ ଆଘାତ ପାଏ ସେତିକି ସେହି ନିମ୍ନ ଶାଖାବଲମ୍ବୀ ପକ୍ଷୀ ଉପରିସ୍ଥ ପକ୍ଷୀର ନିକଟସ୍ଥ ହୋଇଥାଏ। ଯଦି ସେ ସୌଭାଗ୍ୟକ୍ରମେ କ୍ରମାଗତ ସଂସାରର ତୀବ୍ର ଆଘାତ ପାଏ, ତେବେ ସେ ତାହାର ସଙ୍ଗୀ, ତାହାର ପ୍ରାଣ, ତାହାର ସଖା ସେହି ଅପର ପକ୍ଷୀର କ୍ରମଶଃ ସମୀପବର୍ତ୍ତୀ ହୋଇଥାଏ। ପୁଣି ସେ ଯେତିକି ନିକଟବର୍ତ୍ତୀ ହୁଏ, ସେହି ଉପରିସ୍ଥ ପକ୍ଷୀ ଦେହରୁ ସେତିକି ଜ୍ୟୋତି ଆସି ତାହାର ପକ୍ଷର ଚତୁର୍ଦିଗରେ ଖେଳା କରୁଥିବାର ସେ ଦେଖେ। ଆହୁରି ଯେତେ ସମୀପବର୍ତ୍ତୀ ହୁଏ, ସେତିକି ତାହାର ରୂପାନ୍ତର ହୋଇଥାଏ। କ୍ରମଶଃ ଯେତେ ନିକଟରୁ ନିକଟତର ହେଉଥାଏ, ସେତିକି ଦେଖେ ସେ ଯେପରି କ୍ରମଶଃ ମିଳେଇ ଯାଉଛି। ଅବଶେଷରେ ତାହାର ସମ୍ପୂର୍ଣ୍ଣ ତିରୋଭାବ ଘଟେ। ସେତେବେଳେ ସେ ବୁଝିପାରେ ତାହାର ପୃଥକ୍ ଅସ୍ତିତ୍ୱ କେବେ ହେଲେ ନଥିଲା। ସେ ସେହି ସଞ୍ଚରଣଶୀଳ ପତ୍ର ରାଶି ଭିତରେ ଶାନ୍ତ ଓ ଗମ୍ଭୀର ଭାବରେ ଉପବିଷ୍ଟ ଅପର ପକ୍ଷୀର ପ୍ରତିବିମ୍ବ ମାତ୍ର। ସେତେବେଳେ ସେ ଜାଣିପାରେ ସେ ସ୍ୱୟଂ ସେହି ଉପରିସ୍ଥ ପକ୍ଷୀ। ସେ ଚିରକାଳ ଶାନ୍ତ ଭାବରେ ଅବସ୍ଥିତ ଥିଲା। ତାହାର ସେହି ମହିମା। ସେତେବେଳେ ଆଉ କିଛି ଭୟ ରହେ ନାହିଁ। ସେତେବେଳେ ସେ ସମ୍ପୂର୍ଣ୍ଣ ତୃପ୍ତ ହୋଇ ଧୀର ସ୍ଥିର ଶାନ୍ତ ଭାବରେ ଅବସ୍ଥାନ କରେ। ଏହି ରୂପକରେ ଉପନିଷଦ୍ ଦ୍ୱୈତ ଭାବରୁ ଆରମ୍ଭ କରି ଚୂଡ଼ାନ୍ତ ଅଦ୍ୱୈତ ଭାବକୁ ନେଇଯାଇଛି। ଉପନିଷଦର ଏହି ଅପୂର୍ବ କବିତ୍ୱ ମହତ୍ୱର ଚିତ୍ର ମହୋଚ୍ଚ ଭାବ ସମୂହ ଦେଖାଇବା ପାଇଁ ଶତ ଶତ ଉଦାହରଣ ପ୍ରଯୁକ୍ତ ହୋଇପାରେ, କିନ୍ତୁ ଏହି ବକ୍ତୃତାରେ ଆମମାନଙ୍କର ଆଉ ସେଥିପାଇଁ ସମୟ ନାହିଁ। ତେବେ ଆଉ ଗୋଟିଏ କଥା କହିବି। ଉପନିଷଦର ଭାଷା ଭାବ ସମୂହ ମଧ୍ୟରେ କୌଣସି କୁଟିଳ ଭାବ ନାହିଁ। ତାହାର ପ୍ରତ୍ୟେକ କଥା ତରବାରୀର ଫଳକ ପରି, ହାତୁଡ଼ି ପାହାର ପରି ସାକ୍ଷାତ ଭାବରେ ହୃଦୟରେ ଆଘାତ କରିଥାଏ। ସେଗୁଡ଼ିକର ଅର୍ଥ ବୁଝିବାରେ କିଛି ମାତ୍ର ଭୁଲ ରହିବାର ସମ୍ଭାବନା ନାହିଁ। ସେହି ସଙ୍ଗୀତର ପ୍ରତ୍ୟେକ ସ୍ୱରର ଗୋଟିଏ ଶକ୍ତି ଅଛି। ପ୍ରତ୍ୟେକଟି ତାହାର ସମ୍ପୂର୍ଣ୍ଣ ଭାବ ହୃଦୟରେ ମୁଦ୍ରିତ କରିଦେଇଥାଏ। କୌଣସି କୁଟିଳତା ନାହିଁ। ଗୋଟିଏ ହେଲେ ସୁଦ୍ଧା ଅସମ୍ବନ୍ଧ ପ୍ରଳାପ ନାହିଁ। ଗୋଟିଏ ମଧ୍ୟ ଜଟିଳ ବାକ୍ୟ ନାହିଁ, ଯେଉଁଥିରେ ମୁଣ୍ଡରେ ଅଡ଼ୁଆ ପଶିଯିବ। ସେଥିରେ ଅବନତିର ଚିହ୍ନ ମାତ୍ର ନାହିଁ। ବେଶୀ ରୂପକ ବର୍ଣ୍ଣନାର ଚେଷ୍ଟା ନାହିଁ। ବିଶେଷଣ ପରେ ବିଶେଷଣ ଦେଇ କ୍ରମାଗତ ଭାବଟିକୁ ଜଟିଳତର କରାଗଲା। ପ୍ରକୃତ ବିଷୟଟି ଏକାବେଳକେ ଗୌଣ ହୋଇପଡ଼ିଲା। ମୁଣ୍ଡ ଗୋଳମାଳ ହୋଇଗଲା। ସେତେବେଳେ ସେହି ଶାସ୍ତ୍ର ରୂପକ ଗୋଲକ ଧନ୍ଦାରୁ ବାହାରି ଯିବାର ଆଉ ଉପାୟ ରହିଲା ନାହିଁ। ଉପନିଷଦରେ ଏହିପରି ଚେଷ୍ଟାର କୌଣସି ଉଦାହରଣ ମିଳେ ନାହିଁ। ଯଦି ଏହା ମାନବ ପ୍ରଣୀତ ହୁଏ, ତେବେ ଏହା ଏପରି ଏକ ଜାତୀୟ ସାହିତ୍ୟ, ଯାହା କେତେବେଳେ ସୁଦ୍ଧା ତାହାର ଜାତୀୟ ତେଜବୀର୍ଯ୍ୟ ବିନ୍ଦୁମାତ୍ର ହରାଏ ନାହିଁ। ଏହାର ପ୍ରତି ପୃଷ୍ଠା ଆମମାନଙ୍କୁ ତେଜବୀର୍ଯ୍ୟର କଥା କହିଥାଏ। ଏହି ବିଷୟଟି ବିଶେଷ ଭାବରେ ସ୍ମରଣ ରଖିବାକୁ ହେବ। ସମଗ୍ର ଜୀବନରେ ମୁଁ ଏହି ମହାଶିକ୍ଷା ପାଇଛି। ଉପନିଷଦ କହେ, ହେ ମାନବ, ତେଜସ୍ୱୀ ହୁଅ, ଦୁର୍ବଳତା ପରିତ୍ୟାଗ କର। ମାନବ କାତର ଭାବରେ ଜିଜ୍ଞାସା କରେ, ମାନବର ଦୁର୍ବଳତା କ'ଣ ନାହିଁ? ଉପନିଷଦ କହେ, ଅଛି ସତ୍ୟ, କିନ୍ତୁ ଅଧିକତର ଦୁର୍ବଳତା ଦ୍ୱାରା କ'ଣ ଏହି ଦୁର୍ବଳତା ଦୂର ହେବ? ଆବର୍ଜନା ଦ୍ୱାରା କ'ଣ ଆବର୍ଜନା ଦୂର ହେବ? ପାପ ଦ୍ୱାରା କ'ଣ ପାପ ଦୂର ହେବ? ଉପନିଷଦ କହେ, ହେ ମାନବ, ତେଜସ୍ୱୀ ହୁଅ, ତେଜସ୍ୱୀ ହୁଅ, ଉଠି ଛିଡ଼ା ହୁଅ, ବୀର୍ଯ୍ୟ ଅବଲମ୍ବନ କର। ଜଗତର ସାହିତ୍ୟ ମଧ୍ୟରେ କେବଳ ଏଥିରେ ହିଁ ଅଭି ଅର୍ଥାତ୍ ଭୟଶୂନ୍ୟ ଏହି ଶବ୍ଦ ବାରମ୍ବାର ବ୍ୟବହୃତ ହୋଇଛି। ଆଉ କୌଣସି ଶାସ୍ତ୍ରରେ ଈଶ୍ୱର ବା ମାନବ ପ୍ରତି ଅଭି ଅର୍ଥାତ୍ ଭୟଶୂନ୍ୟ ଏହି ବିଶେଷଣ ପ୍ରଯୁକ୍ତ ହୋଇନାହିଁ। ଅଭି ହୁଅ, ଭୟଶୂନ୍ୟ ହୁଅ। ଆଉ ମୋର ମନଶ୍ଚକ୍ଷୁର ସମ୍ମୁଖରେ ସୁଦୂର ଅତୀତରୁ ସେହି ପାଶ୍ଚାତ୍ୟ ଦେଶୀୟ ସମ୍ରାଟ ଆଲେକଜାଣ୍ଡାରଙ୍କ ଚିତ୍ର ଉଦିତ ହେଉଛି। ମୁଁ ଯେପରି ଦେଖୁଛି,
ସେହି ଦୁର୍ଦ୍ଦଣ୍ଡ ପ୍ରତାପ ସମ୍ରାଟ ସିନ୍ଧୁ ନଦୀ ତଟରେ ଦଣ୍ଡାୟମାନ ହୋଇ ଅରଣ୍ୟବାସୀ ଶିଳାଖଣ୍ଡ ଉପବିଷ୍ଟ ସମ୍ପୂର୍ଣ୍ଣ ଉଲଗ୍ନ ସ୍ଥବିର ଆମମାନଙ୍କର ଜଣେ ସନ୍ନ୍ୟାସୀଙ୍କ ସହିତ ଆଳାପ କରୁଛନ୍ତି। ସମ୍ରାଟ ସନ୍ନ୍ୟାସୀଙ୍କର ଅପୂର୍ବ ଜ୍ଞାନରେ ବିସ୍ମିତ ହୋଇ ତାହାଙ୍କୁ ଅର୍ଥମାନର ପ୍ରଲୋଭନ ଦେଖାଇ ଗ୍ରୀସ୍ ଦେଶକୁ ଆସିବା ପାଇଁ ଆହ୍ୱାନ କରୁଛନ୍ତି। ସନ୍ନ୍ୟାସୀ ଅର୍ଥମାନ ଆଦି ପ୍ରଲୋଭନର କଥା ଶୁଣି ହାସ୍ୟ ସହକାରେ ଗ୍ରୀସ୍ ଯିବା ପାଇଁ ଅସ୍ୱୀକାର କଲେ। ସେତେବେଳେ ସମ୍ରାଟ ନିଜର ରାଜପ୍ରତାପ ପ୍ରକାଶ କରି କହିଲେ, ଯଦି ଆପଣ ନ ଆସନ୍ତି ମୁଁ ଆପଣଙ୍କୁ ମାରିଦେବି। ସେତେବେଳେ ସନ୍ନ୍ୟାସୀ ଉଚ୍ଚ ହାସ୍ୟ କରି କହିଲେ, ତୁମେ ବର୍ତ୍ତମାନ ଯେପରି କହିଲ, ଜୀବନରେ ଏପରି ମିଥ୍ୟା କଥା ଆଉ କେବେ କହିବ ନାହିଁ। ମୋତେ ମାରିବ କିଏ? ଜଡ଼ ଜଗତର ସମ୍ରାଟ ତୁମେ ମୋତେ ମାରିବ? ତାହା କେବେ ହେଲେ ହୋଇପାରେ ନାହିଁ। ମୁଁ ଚୈତନ୍ୟ ସ୍ୱରୂପ, ଅଜର ଓ ଅକ୍ଷୟ। ମୁଁ କେବେ ଜନ୍ମି ନାହିଁ, କେବେ ମଧ୍ୟ ମରିବି ନାହିଁ। ମୁଁ ଅନନ୍ତ, ସର୍ବବ୍ୟାପୀ ଓ ସର୍ବଜ୍ଞ। ତୁମେ ବାଳକ, ତୁମେ ମୋତେ ପୁଣି ମାରିବ? ଏହା ହିଁ ପ୍ରକୃତ ତେଜ, ଏହା ହିଁ ପ୍ରକୃତ ବୀର୍ଯ୍ୟ। ହେ ବନ୍ଧୁଗଣ, ହେ ସ୍ୱଦେଶୀବାସୀଗଣ, ମୁଁ ଯେତେ ଉପନିଷଦ ପାଠ କରେ ସେତିକି ମୁଁ ତୁମମାନଙ୍କ ପାଇଁ ଅଶ୍ରୁ ବିସର୍ଜନ କରିଥାଏ। କାରଣ ଉପନିଷଦରେ ଉକ୍ତ ସେହି ତେଜସ୍ୱିତା ହିଁ ଆମର ବିଶେଷ ଭାବରେ ଜୀବନରେ ପରିଣତ କରିବା ଆବଶ୍ୟକ ହୋଇପଡ଼ିଛି। ଶକ୍ତି, ଶକ୍ତି, ଏହା ହିଁ ଆମେମାନେ ଚାହୁଁ। ଆମର ଶକ୍ତିର ବିଶେଷ ଆବଶ୍ୟକ ହୋଇପଡ଼ିଛି। କିଏ ଆମମାନଙ୍କୁ ଶକ୍ତି ଦେବେ? ଆମମାନଙ୍କୁ ଦୁର୍ବଳ କରିବାର ସହସ୍ର ସହସ୍ର ବିଷୟ ଅଛି। ଗଳ୍ପ ଆମେ ଯଥେଷ୍ଟ ଶିଖିଛୁ। ଆମର ପ୍ରତ୍ୟେକ ପୁରାଣରେ ଏତେ ଗଳ୍ପ ଅଛି, ଯେଉଁଥିରେ ଜଗତରେ ଯେତେ ପୁସ୍ତକାଳୟ ଅଛି ତାହାର 3/4 ପୂର୍ଣ୍ଣ ହୋଇପାରେ। ଏ ସମସ୍ତ ଆମର ଅଛି। ଯାହା କିଛି ଆମ ଜାତିକୁ ଦୁର୍ବଳ କରିପାରେ ତାହା ଆମର ବିଗତ ସହସ୍ର ବର୍ଷ ଧରି ରହିଛି। ବୋଧହୁଏ ଯେପରି ବିଗତ ସହସ୍ର ବର୍ଷ ଧରି ଆମ ଜାତୀୟ ଜୀବନର ଏହା ହିଁ ଏକମାତ୍ର ଲକ୍ଷ୍ୟ ଥିଲା ଯେ କିପରି ଆମମାନଙ୍କୁ ଦୁର୍ବଳରୁ ଦୁର୍ବଳତର କରିଦେବ। ଅବଶେଷରେ ଆମେମାନେ ପ୍ରକୃତ ପକ୍ଷରେ କୀଟତୁଲ୍ୟ ହୋଇପଡ଼ିଛୁ। ବର୍ତ୍ତମାନ ଯାହାର ଇଚ୍ଛା ସେ ଆମକୁ ମାଡ଼ି ଦେଇ ଚାଲିଯାଉଛି। ହେ ବନ୍ଧୁଗଣ, ତୁମମାନଙ୍କ ସହିତ ମୋର ଶଣିତ ସମ୍ବନ୍ଧ ଅଛି। ତୁମମାନଙ୍କ ଜୀବନ ମରଣରେ ମୋର ଜୀବନ ମରଣ ଜଡ଼ିତ। ମୁଁ ତୁମମାନଙ୍କୁ ପୂର୍ବୋକ୍ତ କାରଣରୁ କହୁଛି, ଆମର ଆବଶ୍ୟକ ଶକ୍ତି, ଶକ୍ତି, କେବଳ ଶକ୍ତି। ପୁଣି ଉପନିଷଦ ସମୂହ ଶକ୍ତିର ବୃହତ୍ ଆକର ସ୍ୱରୂପ। ଉପନିଷଦ ଯେଉଁ ଶକ୍ତି ସଞ୍ଚାର ପାଇଁ ସମର୍ଥ, ସେଥିରେ ଏହା ସମଗ୍ର ଜଗତକୁ ତେଜସ୍ୱୀ କରିପାରିବ। ତାହାଦ୍ୱାରା ସମସ୍ତ ଜଗତକୁ ପୁନର୍ଜୀବିତ, ଶକ୍ତିଶାଳୀ ଓ ବୀର୍ଯ୍ୟଶାଳୀ କରିହେବ। ସକଳ ଜାତିର, ସକଳ ମତର, ସକଳ ସମ୍ପ୍ରଦାୟର ଦୁର୍ବଳ, ଦୁଃଖୀ, ପଦଦଳିତମାନଙ୍କୁ ଏହା ଉଚ୍ଚ ରବରେ ଆହ୍ୱାନ କରି ନିଜ ଗୋଡ଼ରେ ନିଜେ ଠିଆ ହୋଇ ମୁକ୍ତ ହେବାକୁ କହେ। ମୁକ୍ତି ବା ସ୍ୱାଧୀନତା, ଦୈହିକ ସ୍ୱାଧୀନତା, ମାନସିକ ସ୍ୱାଧୀନତା, ଆଧ୍ୟାତ୍ମିକ ସ୍ୱାଧୀନତା, ଏହା ହିଁ ଉପନିଷଦର ମୂଳମନ୍ତ୍ର। ଜଗତରେ ଏହା ହିଁ ଏକମାତ୍ର ଶାସ୍ତ୍ର ଯେଉଁଥିରେ ପରିତ୍ରାଣର କଥା କୁହାଯାଇ ନାହିଁ, ମୁକ୍ତି କଥା କୁହାଯାଇଛି। ପ୍ରକୃତ ବନ୍ଧନରୁ ମୁକ୍ତ ହୁଅ, ଦୁର୍ବଳତାରୁ ମୁକ୍ତ ହୁଅ। ପୁଣି ଉପନିଷଦ ତୁମକୁ ଏହା ମଧ୍ୟ ଦେଖାଇ ଦିଏ ଯେ ଏହି ମୁକ୍ତି ତୁମ ମଧ୍ୟରେ ପୂର୍ବରୁ ବିଦ୍ୟମାନ। ଏହି ମତଟି ଉପନିଷଦର ଅନ୍ୟ ଏକ ବିଶେଷତ୍ୱ। ତୁମେ ଦ୍ୱୈତବାଦୀ ତାହା ହେଉ ପଛକେ, କିନ୍ତୁ ତୁମକୁ ଏହା ସ୍ୱୀକାର କରିବାକୁ ହେବ ଯେ ଆତ୍ମା ସ୍ୱଭାବତଃ ପୂର୍ଣ୍ଣ ସ୍ୱରୂପ। କେବଳ କେତେଗୁଡ଼ିଏ କାର୍ଯ୍ୟ ଦ୍ୱାରା ଏହା ସଙ୍କୁଚିତ ହୋଇଛି ମାତ୍ର। ଆଧୁନିକ ବିବର୍ତ୍ତନବାଦୀମାନେ ଯାହାକୁ କ୍ରମବିକାଶ ଓ କ୍ରମସଙ୍କୋଚ ବୋଲି କହନ୍ତି, ରାମାନୁଜଙ୍କର ସଙ୍କୋଚ ବିକାଶର ମତ ମଧ୍ୟ ତଦ୍ରୂପ। ଆତ୍ମା ତାହାର ସ୍ୱାଭାବିକ ପୂର୍ଣ୍ଣତାରୁ ପରିଭ୍ରଷ୍ଟ ହୋଇ ଯେପରି ସଙ୍କୋଚ ପ୍ରାପ୍ତ ହୁଏ, ତାହାର ଶକ୍ତି ସମୂହ ଅବ୍ୟକ୍ତ ଭାବ ଧାରଣ କରେ। ସତ୍କର୍ମ ଓ ସତ୍ଚିନ୍ତା ଦ୍ୱାରା ଏହା ପୁନରାୟ ବିକାଶ ପ୍ରାପ୍ତ ହୁଏ ଏବଂ ସେତିକିବେଳେ ଏହାର ସ୍ୱାଭାବିକ ପୂର୍ଣ୍ଣତା ପ୍ରକଟିତ ହୋଇପଡ଼େ। ଅଦ୍ୱୈତବାଦୀ ଓ ଦ୍ୱୈତବାଦୀ ମଧ୍ୟରେ ପ୍ରଭେଦ ଏତିକି ଯେ ଅଦ୍ୱୈତବାଦୀ ପ୍ରକୃତିର ପରିଣାମ ସ୍ୱୀକାର କରନ୍ତି, ଆତ୍ମାର ନୁହେଁ। ମନେକର ଗୋଟିଏ ଯବନିକା ରହିଛି, ପୁଣି ଏହି ଯବନିକାଟିରେ ଗୋଟିଏ କ୍ଷୁଦ୍ର ଛିଦ୍ର ରହିଛି। ମୁଁ ଏହି ଯବନିକାର ଅନ୍ତରାଳରେ ଥାଇ ଏହି ମହତୀ ଜନତାକୁ ଦେଖୁଛି। ମୁଁ ପ୍ରଥମେ କେବଳ ଅଳ୍ପ କେତେକ ମୁଖ ଦେଖିବାକୁ ପାଇବି। ମନେକର ଛିଦ୍ରଟି ବଢ଼ିବାକୁ ଲାଗିଲା। ଛିଦ୍ରଟି ଯେତେ ବଢ଼ୁଥିବ, ସମବେତ ବ୍ୟକ୍ତିଙ୍କ ଭିତରୁ ସେତିକି ଅଧିକ ସଂଖ୍ୟକଙ୍କୁ ମୁଁ ଦେଖିପାରିବି।
ଶେଷରେ ଛିଦ୍ରଟି ବଢ଼ି ଯବନିକା ଓ ଛିଦ୍ର ଏକ ହୋଇଯିବ। ସେତେବେଳେ ମୋର ଓ ତୁମମାନଙ୍କ ମଧ୍ୟରେ କୌଣସି ବ୍ୟବଧାନ ରହିବ ନାହିଁ। ଏ ସ୍ଥଳରେ ମୋର ଓ ତୁମମାନଙ୍କର କୌଣସି ପ୍ରକାର ରୂପ ପରିବର୍ତ୍ତନ ହୋଇନାହିଁ। ଯାହା କିଛି ପରିବର୍ତ୍ତନ କେବଳ ଯବନିକାରେ ଘଟିଛି। ତୁମେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏକାପରି ଥିଲ, କେବଳ ଯବନିକାର ପରିବର୍ତ୍ତନ ଘଟିଲା। ପରିଣାମ ସମ୍ବନ୍ଧରେ ଅଦ୍ୱୈତବାଦୀଙ୍କର ଏହା ହିଁ ମତ। ପ୍ରକୃତିର ପରିଣାମ ଓ ଆଭ୍ୟନ୍ତରୀଣ ଆତ୍ମାର ସ୍ୱରୂପ ଅଭିବ୍ୟକ୍ତି। ଆତ୍ମା କୌଣସି ରୂପେ ସଙ୍କୋଚ ପ୍ରାପ୍ତ ହୋଇପାରେ ନାହିଁ। ତାହା ଅପରିଣାମୀ ଓ ଅନନ୍ତ। ତାହା ଯେପରି ମାୟା ରୂପକ ଅବଗୁଣ୍ଠନରେ ଆବୃତ ହୋଇଥିଲା। ଯେତିକି ଏହି ମାୟା ଆବରଣ କ୍ଷଣରୁ କ୍ଷଣତର ହେବ, ସେତିକି ଆତ୍ମାର ଜନ୍ମଗତ ସ୍ୱାଭାବିକ ମହିମାର ଆବିର୍ଭାବ ହେବ ଏବଂ କ୍ରମଶଃ ତାହା ଅଧିକତର ଅଭିବ୍ୟକ୍ତ ହେବ। ଏହି ମହାନ ତତ୍ତ୍ୱଟି ଜଗତ ଭାରତ ନିକଟରୁ ଶିଖିବା ପାଇଁ ଅପେକ୍ଷା କରିଛି। ସେମାନେ ଯାହା କହନ୍ତୁ, ସେମାନେ ନିଜର ଗରିମା ପ୍ରକାଶ ପାଇଁ ଯେତେ ଚେଷ୍ଟା କରନ୍ତୁ, ଦିନ ଯେତିକି ଆଗେଇବ ସେମାନେ ବୁଝିବେ ଯେ ଏହି ତତ୍ତ୍ୱ ସ୍ୱୀକାର ନ କରି କୌଣସି ସମାଜ ତିଷ୍ଠି ନପାରେ। ତୁମେମାନେ କ'ଣ ଦେଖୁନାହଁ ସମସ୍ତ ବିଷୟରେ କିପରି ଗୁରୁତର ପରିବର୍ତ୍ତନ ହେଉଛି? ତୁମେମାନେ କ'ଣ ଦେଖୁନାହଁ ପୂର୍ବେ ସବୁକିଛିକୁ ମନ୍ଦ ବୋଲି କହିବା ଅଭ୍ୟାସ ଥିଲା, କିନ୍ତୁ ବର୍ତ୍ତମାନ ସ୍ୱଭାବତଃ ତାହା ଭଲ ବୋଲି ପ୍ରମାଣିତ ହେଉଛି? କି ଶିକ୍ଷା ପ୍ରଣାଳୀ, କି ଅପରାଧୀମାନଙ୍କର ଶାସ୍ତି ବିଧାନ, କି ଉନ୍ନତ ଚିକିତ୍ସା, ଏପରିକି ସାଧାରଣ ବ୍ୟାଧିର ଚିକିତ୍ସାରେ ମଧ୍ୟ ଯେଉଁ ପ୍ରାଚୀନ ନିୟମ ଥିଲା, ସେସବୁ ସ୍ୱଭାବତଃ ମନ୍ଦ ବୋଲି ଧରିନେବା। ଆଧୁନିକ ନିୟମ କ'ଣ? ଆଧୁନିକ ବିଧାନ କହେ ଶରୀର ସ୍ୱଭାବତଃ ସୁସ୍ଥ। ଏହା ନିଜ ପ୍ରକୃତି ବଶରେ ବ୍ୟାଧିର ଉପଶମ କରିଥାଏ। ଔଷଧ ଅତି ବେଶୀରେ ଶରୀର ମଧ୍ୟରେ ସାର ପଦାର୍ଥ ସମୂହର ସଞ୍ଚୟରେ ସାହାଯ୍ୟ କରିପାରେ। ଅପରାଧୀମାନଙ୍କ ସମ୍ବନ୍ଧରେ ଏହି ନବବିଧାନ କ'ଣ କହେ? ନୂତନ ବିଧାନ ସ୍ୱୀକାର କରିଥାଏ ଯେ କୌଣସି ଅପରାଧୀ ବ୍ୟକ୍ତି ଯେତେ ହୀନ ହେଉ ପଛେ, ତାହା ଭିତରେ ଯେଉଁ ଈଶ୍ୱରତ୍ୱ ରହିଛି ତାହାର କେବେ ପରିବର୍ତ୍ତନ ହୁଏ ନାହିଁ। ସୁତରାଂ ଅପରାଧୀମାନଙ୍କ ପ୍ରତି ଆମମାନଙ୍କର ସେହିପରି ବ୍ୟବହାର କରିବା କର୍ତ୍ତବ୍ୟ। ବର୍ତ୍ତମାନ ପୂର୍ବର ସବୁ ଭାବ ବଦଳି ଯାଉଛି ଏବଂ କାରାଗାରକୁ ଅନେକ ସ୍ଥଳରେ ସଂଶୋଧନାଗାର ବୋଲି କୁହାଯାଉଛି। ସବୁ ବିଷୟରେ ଏହିପରି ଘଟୁଛି। ଜ୍ଞାତସାରରେ ବା ଅଜ୍ଞାତସାରରେ ପ୍ରତ୍ୟେକ ବ୍ୟକ୍ତି ଭିତରେ ଈଶ୍ୱରତ୍ୱ ବିଦ୍ୟମାନ। ଏହି ଭାରତୀୟ ଭାବ ଭାରତ ଇତର ଅନ୍ୟାନ୍ୟ ଦେଶରେ ମଧ୍ୟ ନାନା ଭାବରେ ବ୍ୟକ୍ତ ହେଉଛି। କେବଳ ତୁମମାନଙ୍କ ଶାସ୍ତ୍ରରେ ଏହାର ବ୍ୟାଖ୍ୟା ରହିଛି। ସେମାନଙ୍କୁ ଏହି ବ୍ୟାଖ୍ୟା ଗ୍ରହଣ କରିବାକୁ ହିଁ ହେବ। ମନୁଷ୍ୟ ପ୍ରତି ମନୁଷ୍ୟର ବ୍ୟବହାରରେ ଗୁରୁତର ପରିବର୍ତ୍ତନ ଆସିବ। ମନୁଷ୍ୟର କେବଳ ଦୋଷ ପ୍ରଦର୍ଶନ ରୂପକ ତତ୍କାଳୀନ ଭାବ ଉଠିଯିବ। ଏହି ଶତାବ୍ଦୀ ମଧ୍ୟରେ ଏହି ଭାବ ଲୋପ ପାଇଯିବ। ବର୍ତ୍ତମାନ ଲୋକେ ମୋତେ ସମାଲୋଚନା କରିପାରନ୍ତି, ଜଗତରେ ପାପ ନାହିଁ। ମୁଁ ଏହି ଘୋର ପୈଶାଚିକ ତତ୍ତ୍ୱ ପ୍ରଚାର କରିଥାଏ। ଏହି କାରଣରୁ ଜଗତର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଲୋକେ ମୋତେ ଗାଳି ଦେଇଛନ୍ତି। ଭଲ କଥା। କିନ୍ତୁ ବର୍ତ୍ତମାନ ଯେଉଁମାନେ ମୋତେ ଗାଳି ଦେଉଛନ୍ତି, ସେମାନଙ୍କର ବଂଶଧରଗଣ ମୁଁ ଅଧର୍ମର ପ୍ରଚାର କରିନାହିଁ, ଧର୍ମର ହିଁ ପ୍ରଚାର କରିଛି ବୋଲି ମୋତେ ଆଶୀର୍ବାଦ କରିବେ। ମୁଁ ଅଜ୍ଞାନ ଅନ୍ଧକାର ବିସ୍ତାର ନ କରି ଜ୍ଞାନାଲୋକ ବିସ୍ତାର ପାଇଁ ଚେଷ୍ଟା କରିଛି ବୋଲି ଗୌରବ ଅନୁଭବ କରେ। ଜଗତ ଆମ ଉପନିଷଦରୁ ଅନ୍ୟ ଏକ ମହାନ ଉପଦେଶ ଲାଭ କରିବା ପାଇଁ ଅପେକ୍ଷା କରିଛି। ସମଗ୍ର ଜଗତର ଅଖଣ୍ଡତ୍ୱ। ଅତି ପ୍ରାଚୀନ କାଳରେ ଏକ ବସ୍ତୁ ଓ ଅନ୍ୟ ଏକ ବସ୍ତୁ ମଧ୍ୟରେ ଯେଉଁ ପାର୍ଥକ୍ୟ ବିବେଚିତ ହେଉଥିଲା, ବର୍ତ୍ତମାନ ଶୀଘ୍ର ଶୀଘ୍ର ତାହା ଚାଲିଯାଉଛି। ତଡ଼ିତ୍ ଓ ବାଷ୍ପବଳ ଜଗତର ବିଭିନ୍ନ ଅଂଶକୁ ପରସ୍ପର ସହିତ ପରିଚିତ କରିଦେଉଛି। ତାହାର ଫଳସ୍ୱରୂପ ଆମେ ହିନ୍ଦୁଗଣ ବର୍ତ୍ତମାନ ଆମ ଦେଶ ଛଡ଼ା ଅନ୍ୟ ସବୁ ଦେଶ କେବଳ ଭୂତପ୍ରେତ, ରାକ୍ଷସ, ପିଶାଚରେ ପୂର୍ଣ୍ଣ ବୋଲି ଆଉ ମନେ କରୁନାହୁଁ। ଏବଂ ଖ୍ରୀଷ୍ଟିଆନ ଦେଶର ଲୋକେ ମଧ୍ୟ କହନ୍ତି ନାହିଁ ଯେ ଭାରତରେ କେବଳ ନରମାଂସ ଭୋଜି ଓ ଅସଭ୍ୟମାନେ ବାସ କରୁଛନ୍ତି। ଆମର ଉପନିଷଦ ଯଥାର୍ଥରେ କହିଛନ୍ତି, ଅଜ୍ଞତା ହିଁ ସର୍ବବିଧ ଦୁଃଖର କାରଣ। ସାମାଜିକ ଓ ଆଧ୍ୟାତ୍ମିକ ଆମ ଜୀବନର ଯେକୌଣସି ବିଷୟରେ ପ୍ରୟୋଗ କଲେ ଦେଖାଯିବ, ଏହା ସମ୍ପୂର୍ଣ୍ଣ ସତ୍ୟ। ଅଜ୍ଞତାରୁ ହିଁ ଆମେ ପରସ୍ପରକୁ ଘୃଣା କରିଥାଉ। ପରସ୍ପରକୁ ଜାଣିନାହୁଁ ବୋଲି ଆମ ଭିତରେ ପରସ୍ପର ପ୍ରତି ପ୍ରୀତିଭାବ ନାହିଁ। ଯେତେବେଳେ ଆମେ ପରସ୍ପର ସହିତ ଯଥାର୍ଥରେ ପରିଚିତ ହେଉ,
ସେତେବେଳେ ଆମ ଭିତରେ ପ୍ରେମର ଉଦୟ ହୁଏ। ପ୍ରେମର ଉଦୟ ନିଶ୍ଚୟ ହେବ, କାରଣ ଆମେ କ'ଣ ସମସ୍ତେ ଏକ ଆତ୍ମସ୍ୱରୂପ ନୁହେଁ? ସୁତରାଂ ଆମେ ଦେଖିବାକୁ ପାଉ, ଚେଷ୍ଟା ନ କଲେ ମଧ୍ୟ ଆମ ସମସ୍ତଙ୍କର ଏକତ୍ୱ ଭାବ ସ୍ୱଭାବତଃ ଆସିଥାଏ। ଏପରିକି ରାଜନୀତି ଓ ସମାଜନୀତି କ୍ଷେତ୍ରରେ ମଧ୍ୟ ଯେଉଁ ସମସ୍ତ ସମସ୍ୟା 20 ବର୍ଷ ପୂର୍ବେ କେବଳ ଜାତୀୟ ସମସ୍ୟା ଥିଲା, ବର୍ତ୍ତମାନ ଆଉ ଜାତୀୟ ଭିତ୍ତିରେ ସେଗୁଡ଼ିକର ମୀମାଂସା କରାଯାଇ ନାହିଁ। ଉକ୍ତ ସମସ୍ୟାଗୁଡ଼ିକ କ୍ରମଶଃ ବିପୁଳ କଳେବର ଧାରଣ କରୁଛି। ଆନ୍ତର୍ଜାତିକ ଭିତ୍ତିରୂପକ ପ୍ରଶସ୍ତତର ଭୂମିରେ ହିଁ କେବଳ ସେଗୁଡ଼ିକର ମୀମାଂସା କରାଯାଇପାରିବ। ଆନ୍ତର୍ଜାତିକ ସଂହତି, ଆନ୍ତର୍ଜାତିକ ସଂଘ, ଆନ୍ତର୍ଜାତିକ ବିଧାନ, ଏହା ହିଁ ଆଜିକାଲିକାର ମୂଳମନ୍ତ୍ର ସ୍ୱରୂପ। ସମସ୍ତଙ୍କ ମନରେ ଏକତ୍ୱ ଭାବ କିପରି ବିସ୍ତୃତ ହେଉଛି, ଏହା ହିଁ ତାହାର ପ୍ରମାଣ। ବିଜ୍ଞାନରେ ମଧ୍ୟ ଜଡ଼ତତ୍ତ୍ୱ ସମ୍ବନ୍ଧରେ ଏହିପରି ସାର୍ବଭୌମ ଭାବ ବର୍ତ୍ତମାନ ଆବିଷ୍କୃତ ହେଉଛି। ବର୍ତ୍ତମାନ ତୁମେମାନେ ସମସ୍ତ ଜଡ଼ବସ୍ତୁକୁ, ସମଗ୍ର ଜଗତକୁ ଏକ ଅଖଣ୍ଡ ବସ୍ତୁ ରୂପରେ, ଏକ ବୃହତ୍ ଜଳସମୁଦ୍ର ରୂପରେ ବର୍ଣ୍ଣନା କରିଥାଅ। ତୁମେ, ମୁଁ, ଚନ୍ଦ୍ର, ସୂର୍ଯ୍ୟ, ଏପରିକି ଅନ୍ୟ ସବୁ କିଛି ଏହି ମହାନ ସମୁଦ୍ରର ବିଭିନ୍ନ କ୍ଷୁଦ୍ର କ୍ଷୁଦ୍ର ଆବର୍ତ୍ତର ନାମମାତ୍ର, ଆଉ କିଛି ନୁହେଁ। ମାନସିକ ଦୃଷ୍ଟିରେ ଦେଖିଲେ ଏହା ଏକ ଅନନ୍ତ ଚିନ୍ତା ସମୁଦ୍ର ରୂପରେ ପ୍ରତୀତ ହୁଏ। ତୁମେ, ମୁଁ ସେହି ଚିନ୍ତା ସମୁଦ୍ରରେ କ୍ଷୁଦ୍ର କ୍ଷୁଦ୍ର ଆବର୍ତ୍ତ ସ୍ୱରୂପ, ଏବଂ ଆତ୍ମଦୃଷ୍ଟିରେ ଦେଖିଲେ ସମଗ୍ର ଜଗତ ଏକ ଅଚଳ ଅପରିଣାମୀ ସତ୍ତା ଅର୍ଥାତ୍ ଆତ୍ମା ବୋଲି ପ୍ରତୀତ ହେବ। ନୀତି ପାଇଁ ମଧ୍ୟ ଜଗତ ଆଗ୍ରହ ପ୍ରକାଶ କରୁଛି, ତାହା ମଧ୍ୟ ଆମ ଗ୍ରନ୍ଥରେ ରହିଛି। ନୀତି ତତ୍ତ୍ୱର ଭିତ୍ତି ସମ୍ବନ୍ଧରେ ମଧ୍ୟ ଜଗତ ଜାଣିବା ପାଇଁ ବ୍ୟାକୁଳ, ତାହା ମଧ୍ୟ ସେମାନେ ଆମମାନଙ୍କ ଶାସ୍ତ୍ରରୁ ପାଇବେ। ଭାରତରେ ଆମମାନଙ୍କର କ'ଣ ପ୍ରୟୋଜନ? ଯଦି ବୈଦେଶିକମାନଙ୍କର ଏ ସମସ୍ତ ବିଷୟରେ ପ୍ରୟୋଜନ ଥାଏ, ତେବେ ଆମମାନଙ୍କର ଏଗୁଡ଼ିକର 20 ଗୁଣ ପ୍ରୟୋଜନ ଅଛି। କାରଣ ଆମ ଉପନିଷଦ ଯେତେ ବଡ଼ ହେଉ, ଅନ୍ୟାନ୍ୟ ଜାତି ତୁଳନାରେ ଆମ ପୂର୍ବପୁରୁଷ ଋଷିଗଣ ଯେତେ ବଡ଼ ହୁଅନ୍ତୁ, ମୁଁ ତୁମମାନଙ୍କୁ ସ୍ପଷ୍ଟ ଭାବରେ କହୁଛି, ଆମେ ଦୁର୍ବଳ, ଅତି ଦୁର୍ବଳ। ପ୍ରଥମତଃ ଆମର ଶାରୀରିକ ଦୌର୍ବଲ୍ୟ। ଏହି ଶାରୀରିକ ଦୌର୍ବଲ୍ୟ ଆମର ଅନ୍ତତଃ 1/3 ଦୁଃଖର କାରଣ। ଆମେ ଆଳସ୍ୟପରାୟଣ, ଆମେ କାର୍ଯ୍ୟ କରିପାରୁନାହୁଁ, ଆମେ ଏକତ୍ର ମିଳିତ ହୋଇପାରୁନାହୁଁ, ଆମେ ପରସ୍ପରକୁ ଭଲ ପାଉନାହୁଁ, ଆମେ ଘୋର ସ୍ୱାର୍ଥପର। ଆମେ 3 ଜଣ ମିଶିଲେ ହିଁ ପରସ୍ପରକୁ ଘୃଣା କରିଥାଉ, ପରସ୍ପର ପ୍ରତି ଈର୍ଷା କରିଥାଉ। ଆମର ଏବେ ଏହି ଅବସ୍ଥା। ଆମେ ଅତିଶୟ ବିଶୃଙ୍ଖଳ ଭାବାପନ୍ନ, ଘୋର ସ୍ୱାର୍ଥପର ହୋଇପଡ଼ିଛୁ। ଶତ ଶତ ଶତାବ୍ଦୀ ଧରି ବିବାଦ କରିଛୁ ଯେ ତିଳକ ଧାରଣ ଏହିପରି କରିବାକୁ ହେବ ନା ସେପରି କରିବାକୁ ହେବ, ଅମୁକ ବ୍ୟକ୍ତିକୁ ଦେଖିଲେ ମୋର ଖାଇବା ନଷ୍ଟ ହେବ କି ନାହିଁ, ଏହିପରି ଗୁରୁତର ସମସ୍ୟା ସମୂହ ଉପରେ ବଡ଼ ବଡ଼ ବହି ଲେଖୁଛୁ। ଯେଉଁ ଜାତିର ମସ୍ତିଷ୍କର ସମୁଦାୟ ଶକ୍ତି ଏହିପରି ଅପୂର୍ବ ସୁନ୍ଦର ସୁନ୍ଦର ସମସ୍ୟାର ଗବେଷଣାରେ ନିଯୁକ୍ତ, ତାହା ବର୍ତ୍ତମାନ ଯେଉଁ ଅବସ୍ଥାରେ ରହିଛି, ତଦପେକ୍ଷା ତାହାର ଆଉ କି ଉନ୍ନତି ଆଶା କରାଯାଇପାରେ? ପୁଣି ଆମକୁ ଲଜ୍ଜା ମଧ୍ୟ ଲାଗେ ନାହିଁ? ହଁ, କେବେ କେବେ ଲାଗେ ସତ, କିନ୍ତୁ ଆମେ ଯାହା ଭାବୁ ତାହା କରିପାରୁନାହୁଁ। ଆମେ ଭାବୁ ଅନେକ ଜିନିଷ କାର୍ଯ୍ୟରେ ପରିଣତ କରିପାରୁନାହୁଁ। ଏହିପରି ଶୁଆ ପରି ଚିନ୍ତା ଆମ ଅଭ୍ୟାସ ଭିତରକୁ ଚାଲି ଆସିଛି। ଆଚରଣରେ ଆମେ ପଶ୍ଚାତ୍ପଦ। ଏହାର କାରଣ କ'ଣ? ଶାରୀରିକ ଦୁର୍ବଳତା ହିଁ ଏହାର କାରଣ। ଦୁର୍ବଳ ମସ୍ତିଷ୍କ କିଛି କରିପାରେ ନାହିଁ। ଆମକୁ ଏହା ବଦଳାଇ ସବଳ ମସ୍ତିଷ୍କ ହେବାକୁ ପଡ଼ିବ। ଆମର ଯୁବକମାନଙ୍କୁ ସବଳ ହେବାକୁ ପଡ଼ିବ। ଧର୍ମ ପରେ ଆସିବ। ହେ ମୋର ଯୁବକ ବନ୍ଧୁଗଣ, ତୁମେମାନେ ସବଳ ହୁଅ। ଏହା ହିଁ ତୁମମାନଙ୍କ ପ୍ରତି ମୋର ଉପଦେଶ। ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ। ମୋତେ ଅତି ସାହସପୂର୍ବକ କଥାଗୁଡ଼ିକ କହିବାକୁ ପଡ଼ୁଛି, କିନ୍ତୁ ନ କହି ରହିପାରୁନାହିଁ। ମୁଁ ତୁମମାନଙ୍କୁ ଭଲ ପାଏ। ମୁଁ ଜାଣେ ଜତାର କେଉଁ ଜାଗା ପାଦକୁ ପୀଡ଼ା ଦେଉଛି। ମୋର କିଛି ଅଭିଜ୍ଞତା ଅଛି। ତୁମ ଶରୀର ଟିକିଏ ଶକ୍ତ ହୋଇଗଲେ ତୁମେ ଗୀତା ଭଲ ବୁଝିପାରିବ। ଯେତେବେଳେ ତୁମମାନଙ୍କର ରକ୍ତ ଟିକିଏ ତାଜା ହୋଇଯିବ, ସେତେବେଳେ ଶ୍ରୀକୃଷ୍ଣଙ୍କ ମହତୀ ପ୍ରତିଭା ଓ ମହାନ ବୀର୍ଯ୍ୟ ଭଲ କରି ବୁଝିପାରିବ। ଯେତେବେଳେ ତୁମ ଶରୀର ତୁମ ପାଦ ଉପରେ ଦୃଢ଼ ଭାବରେ ଅବସ୍ଥିତ ହେବ, ଯେତେବେଳେ ତୁମେ ନିଜକୁ ମଣିଷ ବୋଲି ଜାଣିପାରିବ, ସେତେବେଳେ ତୁମେମାନେ ଉପନିଷଦ ଓ ଆତ୍ମାର ମହିମା ଭଲ ଭାବରେ ବୁଝିବ। ଏହିପରି ବେଦାନ୍ତ ଆମ କାର୍ଯ୍ୟରେ ଲାଗିପାରିବ।
ଲୋକେ ଅନେକ ସମୟରେ ମୋର ଅଦ୍ୱୈତବାଦ ପ୍ରଚାରରେ ବିରକ୍ତ ହୋଇଥାନ୍ତି। ଅଦ୍ୱୈତବାଦ, ଦ୍ୱୈତବାଦ ବା ଅନ୍ୟ କୌଣସି ବାଦ ପ୍ରଚାର କରିବା ମୋର ଉଦ୍ଦେଶ୍ୟ ନୁହେଁ। ଆମମାନଙ୍କର ବର୍ତ୍ତମାନ କେବଳ ଆବଶ୍ୟକ ଆତ୍ମାର ଏହି ଅପୂର୍ବ ତତ୍ତ୍ୱ, ଏହାର ଅନନ୍ତ ଶକ୍ତି, ଅନନ୍ତ ବୀର୍ଯ୍ୟ, ଅନନ୍ତ ଶୁଦ୍ଧତ୍ୱ ଓ ଅନନ୍ତ ପୂର୍ଣ୍ଣତାର ତତ୍ତ୍ୱ ଅବଗତ ହେବା। ଯଦି ମୋର ଗୋଟିଏ ପୁଅ ଥାନ୍ତା, ତେବେ ସେ ଭୂମିଷ୍ଠ ହେବା ମାତ୍ରେ ମୁଁ ତାକୁ କହିବାକୁ ଆରମ୍ଭ କରିଥାନ୍ତି, ତମସି ନିରଞ୍ଜନଃ। ତୁମେମାନେ ଅବଶ୍ୟ ପୁରାଣରେ ରାଣୀ ମଦାଲସାଙ୍କର ସେହି ସୁନ୍ଦର ଉପାଖ୍ୟାନ ପାଠ କରିଥିବ। ତାଙ୍କର ସନ୍ତାନ ହେବା ମାତ୍ରେ ସେ ତାକୁ ସ୍ୱହସ୍ତରେ ଦଳାରେ ସ୍ଥାପନ କରି ଝୁଲାଇ ଝୁଲାଇ ତାହା ନିକଟରେ ଗାଇବାକୁ ଆରମ୍ଭ କଲେ, ତମସି ନିରଞ୍ଜନଃ। ଏହି ଉପାଖ୍ୟାନ ମଧ୍ୟରେ ମହାନ ସତ୍ୟ ନିହିତ ରହିଛି। ତୁମେ ନିଜକୁ ମହାନ ବୋଲି ଉପଲବ୍ଧି କର, ତୁମେ ମହାନ ହେବ। ସମସ୍ତେ ପ୍ରଶ୍ନ କରୁଛନ୍ତି, ମୁଁ ସମସ୍ତ ଜଗତ ପର୍ଯ୍ୟଟନ କରି କି ଅଭିଜ୍ଞତା ସଞ୍ଚୟ କଲି। ଇଂରେଜମାନେ ପାପ, ପାପୀ ଇତ୍ୟାଦି ପ୍ରସଙ୍ଗରେ ଅନେକ କଥା କହିଥାନ୍ତି ଏବଂ ବାସ୍ତବିକ ଯଦି ସମସ୍ତ ଇଂରେଜ ନିଜକୁ ପାପୀ ବୋଲି ବିଶ୍ୱାସ କରୁଥାନ୍ତେ, ତେବେ ଆଫ୍ରିକାର ମଧ୍ୟଭାଗ ନିବାସୀ ନିଗ୍ରୋମାନଙ୍କ ଅବସ୍ଥା ଓ ସେମାନଙ୍କ ଅବସ୍ଥା ମଧ୍ୟରେ କୌଣସି ପାର୍ଥକ୍ୟ ନଥାନ୍ତା। ଈଶ୍ୱରେଚ୍ଛାରେ ସେମାନେ ଏକଥା ବିଶ୍ୱାସ କରନ୍ତି ନାହିଁ, ବରଂ ବିଶ୍ୱାସ କରନ୍ତି ସେମାନେ ଜଗତର ଅଧୀଶ୍ୱର ହୋଇ ଜନ୍ମିଛନ୍ତି। ସେମାନେ ନିଜ ମହତ୍ତ୍ୱରେ ବିଶ୍ୱାସୀ। ସେମାନେ ବିଶ୍ୱାସ କରନ୍ତି ସେମାନେ ସବୁ କରିପାରିବେ। ଇଚ୍ଛା କଲେ ସେମାନେ ସୂର୍ଯ୍ୟଲୋକ, ଚନ୍ଦ୍ରଲୋକକୁ ଯାଇପାରିବେ। ସେଥିପାଇଁ ସେମାନେ ବଡ଼ ହୋଇଛନ୍ତି। ଯଦି ସେମାନେ ସେମାନଙ୍କ ପୁରୋହିତମାନଙ୍କ କଥାରେ ବିଶ୍ୱାସ କରି ଆସ୍ଥା ସ୍ଥାପନ କରୁଥାନ୍ତେ ଯେ ସେମାନେ କେତେକ କ୍ଷୁଦ୍ର ହତଭାଗ୍ୟ ପାପୀ ମାତ୍ର, ଅନନ୍ତ କାଳ ଧରି ସେମାନଙ୍କୁ ନରକାଗ୍ନିରେ ଦଗ୍ଧ ହେବାକୁ ପଡ଼ିବ, ତେବେ ଆଜି ସେମାନଙ୍କୁ ଯେଉଁ ରୂପରେ ଦେଖୁଛ, ସେପରି ବଡ଼ ସେମାନେ କେବେ ହୋଇପାରିନଥାନ୍ତେ। ଏହିପରି ମୁଁ ପ୍ରତ୍ୟେକ ଜାତି ମଧ୍ୟରେ ଦେଖିଛି, ସେମାନଙ୍କ ପୁରୋହିତଗଣ ଯାହା କହନ୍ତୁ ଏବଂ ସେମାନେ ଯେତେ କୁସଂସ୍କାରାଚ୍ଛନ୍ନ ହୁଅନ୍ତୁ, ସେମାନଙ୍କର ଆଭ୍ୟନ୍ତରୀଣ ବ୍ରହ୍ମଭାବ କେବେ ହେଲେ ବିଲୁପ୍ତ ହେବ ନାହିଁ, ତାହା ନିଶ୍ଚୟ ପ୍ରକାଶିତ ହେବ। ଆମେମାନେ ବିଶ୍ୱାସ ହରାଇଛୁ। ତୁମେମାନେ କ'ଣ ମୋ କଥାରେ ବିଶ୍ୱାସ କରିବ? ଆମେ ଇଂରେଜ ନରନାରୀଙ୍କ ଅପେକ୍ଷା କମ୍ ବିଶ୍ୱାସୀ, ସହସ୍ର ଗୁଣରେ କମ୍ ବିଶ୍ୱାସୀ। ମୋତେ ସ୍ପଷ୍ଟ କଥା କହିବାକୁ ପଡ଼ୁଛି, କିନ୍ତୁ ନ କହି ଉପାୟ ନାହିଁ। ତୁମେମାନେ କ'ଣ ଦେଖିପାରୁନାହଁ? ଇଂରେଜ ନରନାରୀ ଯେତେବେଳେ ଆମମାନଙ୍କର ଧର୍ମତତ୍ତ୍ୱ କିଛି କିଛି ବୁଝିପାରନ୍ତି, ସେତେବେଳେ ସେମାନେ ଯେପରି ଏଥିରେ ଉନ୍ମତ୍ତ ହୋଇ ଉଠନ୍ତି ଏବଂ ଯଦିଓ ସେମାନେ ରାଜାର ଜାତି, ତଥାପି ସେମାନଙ୍କ ସ୍ୱଦେଶୀୟ ଲୋକଙ୍କର ଉପହାସ ଓ ବିଦ୍ରୂପ ଉପେକ୍ଷା କରି ଭାରତକୁ ଆମର ଧର୍ମ ପ୍ରଚାର କରିବା ପାଇଁ ଆସନ୍ତି। ତୁମମାନଙ୍କ ମଧ୍ୟରୁ କେତେଜଣ ଏପରି କରିପାରିବ? ଏହି କଥାଟି କେବଳ ଭାବି ଦେଖ। କରିପାରିବ ନାହିଁ କାହିଁକି? ତୁମେ କ'ଣ ଜାଣିନାହଁ ବୋଲି କରିପାରିବ ନାହିଁ? ତାହା ନୁହେଁ। ସେମାନଙ୍କ ଅପେକ୍ଷା ତୁମେମାନେ ବେଶୀ ଜାଣ, ତେଣୁ ତୁମେମାନେ କାର୍ଯ୍ୟରେ ପରିଣତ କରିପାରୁନାହଁ। ଯେତିକି ଜାଣିଲେ ତୁମମାନଙ୍କ ପକ୍ଷରେ କଲ୍ୟାଣକର, ତାହା ଅପେକ୍ଷା ତୁମେ ବେଶୀ ଜାଣ, ଏହା ହିଁ ତୁମ ପାଇଁ ଅଡ଼ୁଆ। ତୁମମାନଙ୍କ ରକ୍ତ କଳୁଷିତ, ତୁମମାନଙ୍କ ମସ୍ତିଷ୍କ ଆବିଳ, ତୁମମାନଙ୍କର ଶରୀର ଦୁର୍ବଳ। ଶରୀରଟାକୁ ବଦଳାଇ ଦିଅ। ଶରୀରକୁ ବଦଳାଇବାକୁ ହିଁ ପଡ଼ିବ। ଶାରୀରିକ ଦୌର୍ବଲ୍ୟ ହିଁ ସବୁ ଅନିଷ୍ଟର ମୂଳ, ଆଉ କିଛି ନୁହେଁ। ଗତ କେତେ ବର୍ଷ ଧରି ତୁମେ ନାନାବିଧ ସଂସ୍କାର, ଆଦର୍ଶ ପ୍ରଭୃତିର କଥା କହିଛ, କିନ୍ତୁ କାର୍ଯ୍ୟବେଳକୁ ଆଉ ତୁମମାନଙ୍କର ସାକ୍ଷାତ ମିଳେ ନାହିଁ। କ୍ରମଶଃ ତୁମମାନଙ୍କ ଆଚରଣରେ ସମଗ୍ର ଜଗତ ବିରକ୍ତ ହୋଇଉଠିଛି ଏବଂ ସଂସ୍କାରର ନାମ ପର୍ଯ୍ୟନ୍ତ ସମଗ୍ର ଜଗତର ଉପହାସର ବସ୍ତୁ ହୋଇ ରହିଛି। ଏହାର କାରଣ କ'ଣ? ତୁମମାନଙ୍କ ଜ୍ଞାନରେ କ'ଣ କିଛି ଅଳ୍ପତା ଅଛି? ଜ୍ଞାନର ଅଳ୍ପତା କେଉଁଠାରେ? ତୁମେମାନେ ଯେ ଅତିରିକ୍ତ ଜ୍ଞାନୀ। ସମସ୍ତ ଅନିଷ୍ଟର ମୂଳ କାରଣ ଏହି ଯେ ତୁମେମାନେ ଦୁର୍ବଳ, ଦୁର୍ବଳ, ଅତି ଦୁର୍ବଳ। ତୁମ ଶରୀର ଦୁର୍ବଳ, ମନ ଦୁର୍ବଳ, ତୁମର ଆତ୍ମବିଶ୍ୱାସ କିଛି ନାହିଁ। ଶତ ଶତ ଶତାବ୍ଦୀ ଧରି ଅଭିଜାତ ଜାତି, ରାଜା ଓ ବୈଦେଶିକମାନେ ତୁମମାନଙ୍କ ଉପରେ ଅତ୍ୟାଚାର କରି ତୁମମାନଙ୍କୁ ପେଶି ଦେଇଛନ୍ତି। ହେ ଭ୍ରାତୃଗଣ, ତୁମମାନଙ୍କ ସ୍ୱଜନ ତୁମମାନଙ୍କର ସମସ୍ତ ବଳ ହରଣ କରିଛନ୍ତି। ତୁମେମାନେ ବର୍ତ୍ତମାନ ପଦଦଳିତ, ଭଗ୍ନ ଦେହ, ମେରୁଦଣ୍ଡହୀନ କୀଟ ପରି ରହିଛ। କିଏ ବର୍ତ୍ତମାନ ଆମମାନଙ୍କୁ ବଳ ଦେବେ? ମୁଁ ତୁମମାନଙ୍କୁ କହୁଛି, ବର୍ତ୍ତମାନ ଆମେ ଚାହୁଁ ବଳ, ଆମେ ଚାହୁଁ ବୀର୍ଯ୍ୟ। ଏହି ବୀର୍ଯ୍ୟ ଲାଭର ପ୍ରଥମ ଉପାୟ
ଉପନିଷଦରେ ବିଶ୍ୱାସୀ ହେବା ଏବଂ ବିଶ୍ୱାସ କରିବା ଯେ ମୁଁ ଆତ୍ମା, ମୋତେ ତରବାରୀ ଛେଦନ କରିପାରେ ନାହିଁ, କୌଣସି ଯନ୍ତ୍ର ମୋତେ ଭେଦ କରିପାରେ ନାହିଁ, ଅଗ୍ନି ମୋତେ ଦଗ୍ଧ କରିପାରେ ନାହିଁ, ବାୟୁ ଶୁଷ୍କ କରିପାରେ ନାହିଁ, ମୁଁ ସର୍ବଶକ୍ତିମାନ, ମୁଁ ସର୍ବଜ୍ଞ। ଅତଏବ ଏହି ଆଶାପ୍ରଦ ପରିତ୍ରାଣପ୍ରଦ ବାକ୍ୟଗୁଡ଼ିକ ସର୍ବଦା ଉଚ୍ଚାରଣ କର। ଆମେ ଦୁର୍ବଳ ଏ କଥା କୁହ ନାହିଁ। ଆମେ ସବୁ କରିପାରୁ। ଆମେ କ'ଣ ନ କରିପାରିବୁ? ଆମ ଦ୍ୱାରା ସବୁକିଛି ହୋଇପାରିବ। ଆମ ପ୍ରତ୍ୟେକଙ୍କଠାରେ ସେହି ମହିମାମୟ ଆତ୍ମା ରହିଛନ୍ତି। ସେଥିରେ ବିଶ୍ୱାସୀ ହେବାକୁ ପଡ଼ିବ। ନଚିକେତା ପରି ବିଶ୍ୱାସୀ ହୁଅ। ନଚିକେତାର ପିତା ଯେତେବେଳେ ଯଜ୍ଞ କରୁଥିଲେ, ସେତେବେଳେ ନଚିକେତାର ହୃଦୟରେ ଶ୍ରଦ୍ଧା ପ୍ରବେଶ କଲା। ମୋର ଇଚ୍ଛା ତୁମ ପ୍ରତ୍ୟେକଙ୍କଠାରେ ଶ୍ରଦ୍ଧା ଆବିର୍ଭୂତ ହେଉ। ତୁମେମାନେ ପ୍ରତ୍ୟେକ ବୀରଦର୍ପରେ ଦଣ୍ଡାୟମାନ ହୋଇ ଇଙ୍ଗିତରେ ଜଗତ ପରିଚାଳନକାରୀ ମହାମନୀଷା ସମ୍ପନ୍ନ ମହାପୁରୁଷ ହୁଅ, ଅନନ୍ତ ଈଶ୍ୱର ତୁଲ୍ୟ ହୁଅ। ମୁଁ ତୁମ ସମସ୍ତଙ୍କୁ ଏହିପରି ଦେଖିବାକୁ ଚାହେଁ। ଉପନିଷଦରୁ ତୁମେମାନେ ଏହିପରି ଶକ୍ତି ଲାଭ କରିବ। ଏଥିରୁ ତୁମେମାନେ ଏହି ବିଶ୍ୱାସ ପାଇବ, ଏ ସମସ୍ତ ଉପନିଷଦରେ ରହିଛି। ଏ ଯେ କେବଳ ସନ୍ନ୍ୟାସୀଙ୍କ ପାଇଁ, ଏ ଯେ ରହସ୍ୟ ବିଦ୍ୟା। ପ୍ରାଚୀନ କାଳରେ ଅରଣ୍ୟବାସୀ ସନ୍ନ୍ୟାସୀମାନେ ହିଁ କେବଳ ଉପନିଷଦ ଚର୍ଚ୍ଚା କରୁଥିଲେ। ଶଙ୍କର ଟିକିଏ ସଦୟ ହୋଇ କହିଥିଲେ, ଗୃହସ୍ଥମାନେ ମଧ୍ୟ ଉପନିଷଦ ଅଧ୍ୟୟନ କରିପାରନ୍ତି। ଏଥିରେ ସେମାନଙ୍କର କଲ୍ୟାଣ ହେବ, କୌଣସି ଅନିଷ୍ଟ ହେବ ନାହିଁ। ତଥାପି ଲୋକଙ୍କ ମନରୁ ଏ ସଂସ୍କାର ଏପର୍ଯ୍ୟନ୍ତ ଯାଇନାହିଁ ଯେ ଉପନିଷଦରେ କେବଳ ବଣ ଜଙ୍ଗଲର କଥା ରହିଛି। ମୁଁ ତୁମମାନଙ୍କୁ ସେଦିନ କହିଥିଲି, ଯିଏ ସ୍ୱୟଂ ବେଦର ପ୍ରକାଶକର୍ତ୍ତା, ସେହି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ହିଁ ବେଦର ଏକମାତ୍ର ଟୀକା, ଏକମାତ୍ର ପ୍ରାମାଣିକ ଟୀକା ସ୍ୱରୂପ ଗୀତା ଏକାବେଳକେ ଚିରକାଳ ପାଇଁ କୃତ ହୋଇଛି। ଏହା ଉପରେ ଅନ୍ୟ କୌଣସି ଟୀକା ଟିପ୍ପଣୀ ଚଳିପାରିବ ନାହିଁ। ଏହି ଗୀତାରେ ବେଦାନ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଦେଶ ରହିଛି। ତୁମେ ଯେଉଁ କାର୍ଯ୍ୟ କର ନା କାହିଁକି, ତୁମ ପକ୍ଷରେ ବେଦାନ୍ତର ପ୍ରୟୋଜନ ଅଛି। ବେଦାନ୍ତର ଏହି ସମସ୍ତ ମହାନ ତତ୍ତ୍ୱ କେବଳ ଅରଣ୍ୟ ବା ଗିରିଗୁହାରେ ଆବଦ୍ଧ ରହିବ ନାହିଁ। ବିଚାରାଳୟ, ଭଜନାଳୟ, ଦରିଦ୍ରର କୁଟୀର, ମତ୍ସ୍ୟଜୀବୀର ଗୃହ, ଛାତ୍ରର ଅଧ୍ୟୟନାଗାର, ସର୍ବତ୍ର ଏହି ସମସ୍ତ ତତ୍ତ୍ୱ ଆଲୋଚିତ ଓ କାର୍ଯ୍ୟରେ ପରିଣତ ହେବ। ପ୍ରତ୍ୟେକ ନରନାରୀ, ପ୍ରତ୍ୟେକ ବାଳକ ବାଳିକା ଯେଉଁ ଯେଉଁ କାର୍ଯ୍ୟ କରନ୍ତୁ ନା କାହିଁକି, ଯେଉଁ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ସର୍ବତ୍ର ବେଦାନ୍ତର ପ୍ରଭାବ ବିସ୍ତୃତ ହେବା ଆବଶ୍ୟକ। ଆଉ ଭୟର କୌଣସି କାରଣ ନାହିଁ। ଉପନିଷଦ ନିହିତ ତତ୍ତ୍ୱାବଳୀ ଧୀବର ପ୍ରଭୃତି ଇତର ସାଧାରଣ କିପରି କାର୍ଯ୍ୟରେ ପରିଣତ କରିବେ, ଏହାର ଉପାୟ ଶାସ୍ତ୍ରରେ ପ୍ରଦର୍ଶିତ ହୋଇଛି। ଅନନ୍ତ ପଥ ଅଛି, ଧର୍ମ ଅନନ୍ତ। ଧର୍ମର ଗଣ୍ଡି ଛାଡ଼ି କେହି ଯାଇପାରିବ ନାହିଁ। ପୁଣି ତୁମେ ଯାହା କରୁଛ, ତୁମ ପକ୍ଷରେ ତାହା ହିଁ ଅତି ଉତ୍ତମ। ଅତି ସ୍ୱଳ୍ପ କର୍ମ ମଧ୍ୟ ଯଥାଯଥ ଭାବରେ ଅନୁଷ୍ଠିତ ହେଲେ ସେଥିରେ ଅଦ୍ଭୁତ ଫଳ ଲାଭ ହୁଏ। ଅତଏବ ଯିଏ ଯେତିକି ପାରିବ କରୁ। ମତ୍ସ୍ୟଜୀବୀ ଯଦି ନିଜକୁ ଆତ୍ମା ବୋଲି ଚିନ୍ତା କରେ, ତେବେ ସେ ଜଣେ ଭଲ ମତ୍ସ୍ୟଜୀବୀ ହେବ। ବିଦ୍ୟାର୍ଥୀ ଯଦି ନିଜକୁ ଆତ୍ମା ବୋଲି ଚିନ୍ତା କରେ, ତେବେ ଜଣେ ଶ୍ରେଷ୍ଠ ବିଦ୍ୟାର୍ଥୀ ହେବ। ଓକିଲ ଯଦି ନିଜକୁ ଆତ୍ମା ବୋଲି ଚିନ୍ତା କରେ, ତେବେ ସେ ଜଣେ ଭଲ ଓକିଲ ହେବ। ଏହିପରି ଅନ୍ୟ ସମସ୍ତଙ୍କ ସମ୍ବନ୍ଧରେ ଜାଣିବାକୁ ହେବ। ଏହାର ଏହି ଫଳ ହେବ ଯେ ଜାତି ବିଭାଗ ଅନନ୍ତ କାଳ ପାଇଁ ରହିଯିବ। ସମାଜର ପ୍ରକୃତି ହେଉଛି ବିଭିନ୍ନ ଶ୍ରେଣୀରେ ବିଭକ୍ତ ହେବା। ତେବେ କ'ଣ ଚାଲିଯିବ? ବିଶେଷ ବିଶେଷ ଅଧିକାର ଗୁଡ଼ିକ ଆଉ ରହିବ ନାହିଁ। ଜାତି ବିଭାଗ ପ୍ରାକୃତିକ ନିୟମ। ସାମାଜିକ ଜୀବନରେ ମୁଁ କୌଣସି ବିଶେଷ କର୍ତ୍ତବ୍ୟ ସାଧନ କରିପାରେ, ତୁମେ ଅନ୍ୟ କାର୍ଯ୍ୟ କରିପାର। ତୁମେ ହୁଏତ ଗୋଟିଏ ଦେଶ ଶାସନ କରିପାର, ମୁଁ ହଳେ ଜତା ମରାମତି କରିପାରେ। କିନ୍ତୁ ତା ବୋଲି ତୁମେ ମୋ ଅପେକ୍ଷା ବଡ଼ ନୁହଁ। ତୁମେ କ'ଣ ମୋର ଜତା ମରାମତି କରିଦେଇପାରିବ? ମୁଁ କ'ଣ ଦେଶ ଶାସନ କରିପାରିବି? ଏହି କାର୍ଯ୍ୟ ବିଭାଗ ସ୍ୱାଭାବିକ। ମୁଁ ଜତା ସିଲାଇ କରିବାରେ ପଟୁ, ତୁମେ ବେଦ ପାଠରେ ପଟୁ, ତାହା ବୋଲି ତୁମେ ମୋ ମୁଣ୍ଡରେ ଗୋଡ଼ ଥୋଇପାରିବ ନାହିଁ। ତୁମେ ହତ୍ୟା କଲେ ତୁମର ପ୍ରଶଂସା କରିବାକୁ ହେବ, ଆଉ ମୁଁ ଗୋଟିଏ ଆମ୍ବ ଚୋରି କଲେ ଫାଶୀ ପାଇବି, ଏପରି ହୋଇନପାରେ। ଏହି ଅଧିକାର ତାରତମ୍ୟ ଉଠିଯିବ। ଜାତି ବିଭାଗ ଭଲ ଜିନିଷ। ଜୀବନ ସମସ୍ୟା ସମାଧାନର ଏହା ହିଁ ଏକମାତ୍ର ସ୍ୱାଭାବିକ ଉପାୟ। ଲୋକେ ନିଜ ନିଜ ମଧ୍ୟରେ ବିଭିନ୍ନ ଶ୍ରେଣୀ ବିଭାଗ କରିବେ, ଏହା ଅତିକ୍ରମ କରିବାର ଉପାୟ ନାହିଁ। ଯେଉଁଠାକୁ ଯାଅ ଜାତି ବିଭାଗ ରହିବ, କିନ୍ତୁ ତା ଅର୍ଥ ଏହା ନୁହେଁ ଯେ
ଏହି ଅଧିକାର ତାରତମ୍ୟ ଗୁଡ଼ିକ ମଧ୍ୟ ରହିବ। ଏଗୁଡ଼ିକୁ ସମୂଳ ନିର୍ମୂଳ କରିବାକୁ ହେବ। ଯଦି ଧୀବରକୁ ବେଦାନ୍ତ ଶିଖାଅ, ସେ କହିବ, ତୁମେ ଯେପରି ମୁଁ ମଧ୍ୟ ସେହିପରି। ତୁମେ ହୁଏତ ଦାର୍ଶନିକ, ମୁଁ ହୁଏତ ମତ୍ସ୍ୟଜୀବୀ, କିନ୍ତୁ ତୁମ ଭିତରେ ଯେଉଁ ଈଶ୍ୱର ରହିଛନ୍ତି, ମୋ ଭିତରେ ମଧ୍ୟ ସେହି ଈଶ୍ୱର ରହିଛନ୍ତି। ଏହା ହିଁ ଆମେ ଚାହୁଁ। କାହାରି କୌଣସି ବିଶେଷ ଅଧିକାର ରହିବ ନାହିଁ, ଅଥଚ ପ୍ରତ୍ୟେକ ବ୍ୟକ୍ତିର ଉନ୍ନତି କରିବାର ସମାନ ସୁବିଧା ରହିବ। ପ୍ରତ୍ୟେକ ବ୍ୟକ୍ତିକୁ ତାହାର ଆଭ୍ୟନ୍ତରୀଣ ବ୍ରହ୍ମତତ୍ତ୍ୱ ସମ୍ବନ୍ଧରେ ଶିକ୍ଷା ଦିଅ। ପ୍ରତ୍ୟେକେ ନିଜେ ନିଜର ମୁକ୍ତି ସାଧନ କରିବେ। ଉନ୍ନତି ପାଇଁ ପ୍ରଥମ ପ୍ରୟୋଜନ ସ୍ୱାଧୀନତା। ଯଦି ତୁମମାନଙ୍କ ମଧ୍ୟରୁ କେହି ଏ କଥା କହିବା ପାଇଁ ସାହସ କରେ ଯେ ମୁଁ ଅମୁକ ରମଣୀକୁ ବା ଅମୁକ ପିଲାକୁ ମୁକ୍ତି ଦେଇଦେବି, ତେବେ ଏହା ଅତି ଅନ୍ୟାୟ କଥା, ଅତ୍ୟନ୍ତ ଭ୍ରମାତ୍ମକ କଥା ବୋଲି କହିବାକୁ ହେବ। ମୋତେ ବାରମ୍ବାର ପଚରାଯାଇଛି, ଆପଣ ବିଧବାମାନଙ୍କର ଓ ସମଗ୍ର ରମଣୀ ଜାତିର ଉନ୍ନତିର ଉପାୟ ସମ୍ବନ୍ଧରେ କ'ଣ ମନେ କରନ୍ତି? ମୁଁ ଏ ପ୍ରଶ୍ନର ଏହି ଶେଷ ଉତ୍ତର ଦେଉଛି। ମୁଁ କ'ଣ ବିଧବା ଯେ ମୋତେ ଏହି ବାଜେ କଥା ପ୍ରଶ୍ନ କରୁଛ? ମୁଁ କ'ଣ ସ୍ତ୍ରୀ ଲୋକ ଯେ ମୋତେ ବାରମ୍ବାର ଏହି ପ୍ରଶ୍ନ କରୁଛ? ତୁମେ କିଏ ଯେ ଉପରେ ପଡ଼ି ନାରୀ ଜାତିର ସମସ୍ୟା ସମାଧାନ ପାଇଁ ଅଗ୍ରସର ହେଉଛ? ତୁମେ ପ୍ରତ୍ୟେକ ବିଧବା ଓ ପ୍ରତ୍ୟେକ ରମଣୀର ଭାଗ୍ୟ ବିଧାତା, ସାକ୍ଷାତ ଭଗବାନ ନା କ'ଣ? ଅଲଗା ହୁଅ। ସେମାନେ ନିଜର ସମସ୍ୟା ନିଜେ ମୀମାଂସା କରିବେ। ଯଥେଚ୍ଛାଚାରୀ ଅତ୍ୟାଚାରୀଗଣ, ତୁମେମାନେ ଭାବୁଛ ତୁମେମାନେ ସମସ୍ତଙ୍କ ପାଇଁ ସବୁକିଛି କରିପାରିବ। ଯାଅ, ଦୂର ହୁଅ। ଭଗବାନ ସମସ୍ତଙ୍କୁ ଦେଖିବେ। ତୁମେ କିଏ? ନିଜକୁ ସର୍ବଜ୍ଞ ମନେ କରି ନେଉଛ? ହେ ନାସ୍ତିକଗଣ, ତୁମେ ଭଗବାନଙ୍କ ଉପରେ ପ୍ରଭୁତ୍ୱ କରିବା ପାଇଁ କିପରି ସାହସ କରୁଛ? ହେ ନାସ୍ତିକଗଣ, ତୁମେମାନେ କ'ଣ ଜାଣ ନାହିଁ ସକଳ ଆତ୍ମା ପରମାତ୍ମା ସ୍ୱରୂପ? ନିଜ କଥା ନିଜେ ବୁଝ। ତୁମ ନିଜ ମୁଣ୍ଡ ଉପରେ ବୋଝେ କାର୍ଯ୍ୟ ରହିଛି। ହେ ନାସ୍ତିକଗଣ, ତୁମର ସମଗ୍ର ଜାତି ତୁମକୁ ଗଛରେ ଚଢ଼ାଇ ଦେଇପାରନ୍ତି, ସମାଜ ତୁମକୁ ହାତତାଳି ଦେଇ ଆକାଶରେ ବସାଇ ଦେଇପାରେ, ନିର୍ବୋଧଗଣ ତୁମର ସୁଖ୍ୟାତି ଗାନ କରିପାରନ୍ତି, କିନ୍ତୁ ଈଶ୍ୱର ନିଦ୍ରିତ ନୁହନ୍ତି। ସେ ତୁମକୁ ଧରିପାରିବେ ଏବଂ ଇହଲୋକରେ ବା ପରଲୋକରେ ତୁମେ ନିଶ୍ଚୟ ଶାସ୍ତି ପାଇବ। ଅତଏବ ପ୍ରତ୍ୟେକ ନରନାରୀଙ୍କୁ ସମସ୍ତଙ୍କୁ ଈଶ୍ୱର ଦୃଷ୍ଟିରେ ଦେଖ। ତୁମେ କାହାରିକୁ ସାହାଯ୍ୟ କରିପାର ନାହିଁ, ତୁମେ କେବଳ ସେବା କରିପାର। ପ୍ରଭୁଙ୍କ ସନ୍ତାନମାନଙ୍କୁ ଯଦି ସୌଭାଗ୍ୟ ହୁଏ, ତେବେ ସ୍ୱୟଂ ପ୍ରଭୁଙ୍କୁ ସେବା କର। ଯଦି ପ୍ରଭୁଙ୍କ ଅନୁଗ୍ରହରୁ ତାଙ୍କର କୌଣସି ସନ୍ତାନଙ୍କର ସେବା କରିପାର, ତେବେ ତୁମେ ଧନ୍ୟ ହେବ। ନିଜକୁ ଗୋଟାଏ କୃଷ୍ଣ କି ବିଷ୍ଣୁ ବୋଲି ଭାବ ନାହିଁ। ତୁମେ ଧନ୍ୟ ଯେ ତୁମେ ସେବା କରିବାର ଅଧିକାର ପାଇଛ, ଅନ୍ୟମାନେ ପାଇନାହାନ୍ତି। ତେଣୁ ଅଲଗା ହୁଅ। କେହି ତୁମର ସାହାଯ୍ୟ ପ୍ରାର୍ଥନା କରନ୍ତି ନାହିଁ। ଏହା ତୁମର ପୂଜା ସ୍ୱରୂପ। ମୁଁ କେତେକ ଦରିଦ୍ର ବ୍ୟକ୍ତିଙ୍କୁ ଦେଖୁଛି। ମୋ ନିଜ ମୁକ୍ତି ପାଇଁ ମୁଁ ସେମାନଙ୍କ ନିକଟକୁ ଯାଇ ସେମାନଙ୍କର ପୂଜା କରିବି। ଯେଉଁଠାରେ ଈଶ୍ୱର ରହିଛନ୍ତି, କେତେଗୁଡ଼ିଏ ଲୋକ ଯେ ଦୁଃଖ ଭୋଗୁଛନ୍ତି, ତାହା ତୁମର ମୋର ମୁକ୍ତି ପାଇଁ, ଯଦ୍ୱାରା ଆମେ ରୋଗୀ, ପାଗଳ, କୁଷ୍ଠରୋଗୀ, ପାପୀ ପ୍ରଭୃତି ରୂପଧାରୀ ପ୍ରଭୁଙ୍କ ପୂଜା କରିପାରିବୁ। ମୋର କଥାଗୁଡ଼ିକ ବଡ଼ କଠିନ ମନେ ହେଉଥିବ, କିନ୍ତୁ ମୋତେ ଏହା କହିବାକୁ ହିଁ ପଡ଼ୁଛି, କାରଣ ମୋର ଏବଂ ତୁମ ଜୀବନର ଏହା ହିଁ ସର୍ବଶ୍ରେଷ୍ଠ ସୌଭାଗ୍ୟ ଯେ ଆମେ ପ୍ରଭୁଙ୍କୁ ଏହିସବୁ ବିଭିନ୍ନ ରୂପରେ ସେବା କରିପାରୁ। କାହାରି କଲ୍ୟାଣ କରିପାରିବ, ଏହି ଧାରଣା ଛାଡ଼ିଦିଅ। ତେବେ ଯେପରି ବୀଜକୁ ଜଳ, ମୃତ୍ତିକା, ବାୟୁ ପ୍ରଭୃତି ତାହାର ବୃଦ୍ଧି ପାଇଁ ପ୍ରୟୋଜନୀୟ ଜିନିଷଗୁଡ଼ିକ ଯୋଗାଇ ଦେଲେ ତାହା ନିଜ ପ୍ରକୃତିର ନିୟମ ଅନୁଯାୟୀ ଯାହା କିଛି ଆବଶ୍ୟକ ଗ୍ରହଣ କରେ ଓ ନିଜର ସ୍ୱଭାବ ଅନୁଯାୟୀ ବଢ଼େ, ତୁମେ ସେହିପରି ଅପରର କଲ୍ୟାଣ ସାଧନ କରିପାର। ଜଗତରେ ଜ୍ଞାନାଲୋକ ବିସ୍ତାର କର। ଆଲୋକ ଧରି ଚାଲ। ପ୍ରତ୍ୟେକ ବ୍ୟକ୍ତି ଜ୍ଞାନାଲୋକ ପ୍ରାପ୍ତ ହୁଅନ୍ତୁ। ଯେତେବେଳେ ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନିକଟରେ ନ ପହଞ୍ଚିଛନ୍ତି, ସେତେବେଳେ ପର୍ଯ୍ୟନ୍ତ ଯେପରି ତୁମର କାର୍ଯ୍ୟ ଶେଷ ନ ହୁଏ। ଦରିଦ୍ର ନିକଟରେ ଜ୍ଞାନାଲୋକ ବିସ୍ତାର କର। ଧନୀ ନିକଟକୁ ଆହୁରି ଅଧିକ ଆଲୋକ ଧରି ଚାଲ, କାରଣ ଦରିଦ୍ର ଅପେକ୍ଷା ଧନୀମାନଙ୍କର ଅଧିକ ଆଲୋକର ପ୍ରୟୋଜନ। ଅଶିକ୍ଷିତ ବ୍ୟକ୍ତିଙ୍କ ନିକଟକୁ ଆଲୋକ ଧରି ଯାଅ, ଶିକ୍ଷିତ ବ୍ୟକ୍ତିଙ୍କ ନିକଟକୁ ଆହୁରି ଅଧିକ ଆଲୋକ ନିଅ, କାରଣ ଆଜିକାଲି ଶିକ୍ଷାଭିମାନ ଅତି ପ୍ରବଳ। ଏହିପରି ସମସ୍ତଙ୍କ ନିକଟରେ ଆଲୋକ ବିସ୍ତାର କର। ଅବଶିଷ୍ଟ ଯାହା କିଛି ସେହି ପ୍ରଭୁ କରିବେ, କାରଣ ସେହି ଭଗବାନ ହିଁ କହିଛନ୍ତି, କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ ମା କର୍ମଫଳ ହେତୁ ଭୂମା ତେ ସଙ୍ଗସ୍ତ୍ୟ କର୍ମଣି। କର୍ମରେ ହିଁ ତୁମର ଅଧିକାର,
ଫଳରେ ନୁହେଁ। ତୁମେ ଏପରି ଭାବରେ କର୍ମ କର ନାହିଁ ଯେଉଁଥିରେ ତାହାର ଫଳ ତୁମକୁ ଭୋଗ କରିବାକୁ ହେବ, ଅଥଚ କର୍ମତ୍ୟାଗରେ ଯେପରି ତୁମର ପ୍ରବୃତ୍ତି ନ ହୁଏ। ଯିଏ ଶତ ଶତ ଯୁଗ ପୂର୍ବେ ଆମମାନଙ୍କର ପୂର୍ବପୁରୁଷଙ୍କୁ ଏହିପରି ମହତ୍ତ୍ୱ ତତ୍ତ୍ୱ ସମୂହ ଶିଖାଇଛନ୍ତି, ସେ ଯେପରି ଆମମାନଙ୍କୁ ତାଙ୍କର ଆଦେଶ କାର୍ଯ୍ୟରେ ପରିଣତ କରିବା ପାଇଁ ଶକ୍ତି ଲାଭରେ ସାହାଯ୍ୟ କରନ୍ତି। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।